ଜୟ ଜଗନ୍ନାଥ ଆପଣମାନଙ୍କୁ ଆମ ୟୁଟ୍ୟୁବ ଚ୍ୟାନେଲକୁ ପୁଣି ଥରେ ସ୍ୱାଗତ। ଦେଖ ଆମେ ଦେଖିବା ବର୍ତ୍ତମାନ ଆଜି ସପ୍ତମ ଶ୍ରେଣୀର କ୍ଲାସ୍ 7 ହେଲା। ତ ସପ୍ତମ ଶ୍ରେଣୀ କ୍ଲାସ୍ 7 ଦେଖ 7th କ୍ଲାସ୍ର ହେଲା ଆମର ବିଜ୍ଞାନ ହେଲା। ବିଜ୍ଞାନର ଆମେ ଦେଖିବା ଚାପ୍ଟର 4 ହେଲା, ଚତୁର୍ଥ ଅଧ୍ୟାୟ, ଯେଉଁଟାକି ଆମର ଦେଇଛି ଧାତୁ ଓ ଅଧାତୁର ଦୁନିଆ ହେଲା। ଧାତୁ ଓ ଅଧାତୁ ବିଷୟରେ ତ ଆଗରୁ ତୁମମାନେ ପଢ଼ିଥିବ ହେଲା। ତ ବର୍ତ୍ତମାନ ଆଜି ଆମେ ଆଉ ଗୋଟେ କିଛି ଅଧିକ ନୂଆ ଜିନିଷ ଜାଣିବା ହେଲା। ତ ଦେଖ କ'ଣ ହେଇଛି ନା, ମାନସ ଆଉ ମନ୍ଦାକିନୀ ପୁରୀ ଜିଲ୍ଲାର ଜଗନ୍ନାଥପୁର ଗାଁରେ ରହନ୍ତି ଓ ନିକଟସ୍ଥ ବିଦ୍ୟାଳୟରେ ସେମାନେ ସପ୍ତମ ଶ୍ରେଣୀରେ ଅଧ୍ୟୟନ କରନ୍ତି। ଥରେ କ'ଣ ହେଇଛି ନା, ବିଦ୍ୟାଳୟର ତରଫରୁ ସେମାନଙ୍କୁ ଧାତୁ କାରିଗର ମାନଙ୍କ ମାନେ କରୁଥିବା ଯେଉଁ ବିଭିନ୍ନ ପ୍ରକାର କାରିଗରୀ ସମ୍ପର୍କରେ ଜ୍ଞାନ ଆହରଣ କରିବା ପାଇଁ ଗୋଟେ ପ୍ରୋଜେକ୍ଟ କାର୍ଯ୍ୟ ଦିଆଗଲା। ସେମାନେ କ'ଣ କଲେ ନା, ନିକଟସ୍ଥ ପାଟପୁର ଗାଁରେ ଥିବା ଲୁହା କାରିଗର ମାନଙ୍କ କମାରଶାଳ ପରିଦର୍ଶନ କରିକି ପ୍ରକଳ୍ପ ଆଗେଇବା ପାଇଁ ସ୍ଥିର କଲେ। ଏହି କାର୍ଯ୍ୟ ସେମାନଙ୍କ ମନ୍ଦାକିନୀର ଜେଜେବାପା ମଧ୍ୟ ସହଯୋଗ କଲେ। ପ୍ରକୃତରେ ସେମାନେ ଆମର ଯେଉଁ ନୀତିଦିନିଆ କାମରେ ଲାଗୁଥିବା ବିଭିନ୍ନ ଲୁହା ଉପକରଣ ଗୁଡ଼ିକୁ କିପରି ତିଆରି ହେଉଛି ସେ ବିଷୟରେ ଜାଣିବା ପାଇଁ ଅତ୍ୟନ୍ତ ଆଗ୍ରହୀ ହେଇଥିଲେ। ଯେତେବେଳେ କି ଜେଜେବାପା ଜଣେ ବୟସ୍କ କାରିଗର, ତ କ'ଣ ହେଲା, କାରିଗର ସୁଦର୍ଶନ ମଉସାଙ୍କର ସାଙ୍ଗରେ ସେମାନଙ୍କର କଥାବାର୍ତ୍ତା କରାଇଦେଲେ। ସେମାନେ ଗଲେ କଥାବାର୍ତ୍ତା ହେବାକୁ। ମାନସ କହିଲା, ମଉସା ଆପଣ କୋଉ କୋଉ ଜିନିଷ ସବୁ ତିଆରି କରନ୍ତି? ସୁଦର୍ଶନ ବାବୁ କହିଲେ, ଆମର ନୀତିଦିନିଆ ବ୍ୟବହାରରେ ଲାଗୁଥିବା କଟୁରୀ, କୁରାଡ଼ି, ଦା, ହାତୁଡ଼ି, ଶାବଳ ହେଲା, କୋଦାଳ, କୋଡ଼ି, ପନିକି ଓ କୋରଣ ଇତ୍ୟାଦି। କୋରଣ ବୋଲେ ଆମର ଯୋଉଟା କୋରଣ ମାନେ କ'ଣ, କୋରିଆ କାର୍ଯ୍ୟରେ ବ୍ୟବହାର ହେଉଛି। ମନ୍ଦାକିନୀ କହିଲା, ଏହି ସବୁ ଜିନିଷ ତିଆରି ପାଇଁ ଆପଣ କି କି ପଦାର୍ଥକୁ ବ୍ୟବହାର କରୁଛନ୍ତି? ଏ କଥା ପଚାରିଲା। ତ ଦେଖୁଛ ସେ ତିଆରି କରୁଛନ୍ତି ସବୁ ଜିନିଷ ହେଲା, ଦେଖିପାରୁଛ ଚିତ୍ର ଗୁଡ଼ିକ, ସବୁ ଚିତ୍ରରେ ତିଆରି କରୁଛନ୍ତି ସବୁ ଦା, ଶାବଳ, କୋଡ଼ି, ପନିକି ହେଲା। ତ ସୁଦର୍ଶନ କ'ଣ କଲେ ନା, ଏଥିପାଇଁ ମୁଖ୍ୟତଃ ଲୁହା ହେଲା, ଲୁହା ଧାତୁ ବ୍ୟବହାର କରାଯାଏ ହେଲା, କରାଯାଏ। କେତେକ ଉପକରଣର ବେଣ୍ଟ ତିଆରି ପାଇଁ ଆମେ କାଠକୁ ମଧ୍ୟ ବ୍ୟବହାର କରିଥାଉ ବେଣ୍ଟ ତିଆରି କରିବା ପାଇଁ। ଏହା ଛଡ଼ା ଲୁହାକୁ ଗରମ କରିକି ଆମେ ନରମ କରିବା ପାଇଁ ଚୁଲାରେ ଆମେ କୋଇଲାକୁ ଜାଳେଣୀ ରୂପେ ମଧ୍ୟ ନେଇଥାଉ। ସୁଦର୍ଶନ ମଉସା ଏକ ଲୁହା ଖଣ୍ଡକୁ ଚୁଲାରେ ଗରମ କଲେ ଆଉ ତାହା ଲାଲ ରଙ୍ଗ ହେଇଗଲା। ସଙ୍ଗେ ସଙ୍ଗେ ଏକ ହାତୁଡ଼ି ଦ୍ୱାରା ସେ ଏହାକୁ ଖୁବ୍ ଜୋରରେ ପିଟି ପକାଇଲେ। ମନ୍ଦାକିନୀ ଖୁବ୍ ଆଶ୍ଚର୍ଯ୍ୟ ହୋଇ ପଚାରିଲା, କାହିଁକି ଏହାକୁ ପିଟୁଛନ୍ତି? ସୁଦର୍ଶନ ବାବୁ କହିଲେ, ଏହାକୁ ଗୋଟିଏ କୁରାଢ଼ୀ ଆକୃତିର ଦେବା ପାଇଁ ଆମେ ପିଟୁଛୁ। ମନ୍ଦାକିନୀ କହିଲେ, ବାଃ, ତେବେ ଖଣ୍ଡେ ଲୁହାକୁ ପିଟି ପିଟି ପତଳା ଓ ଚଟକା କରାଯାଇପାରେ। ଅନ୍ୟ ଧାତୁ ଗୁଡ଼ିକୁ ବି କ'ଣ ଏହିପରି କରାଯାଇପାରିବ କି? ପିଟି ପାରିବା କି ବୋଲି ପଚାରିଲେ। ତ ତାଙ୍କ ଉତ୍ତରରେ ତୁମମାନଙ୍କ ମନକୁ ମଧ୍ୟ ଏହିପରି ଅନେକ ପ୍ରଶ୍ନ ଆସୁଥିବ। ତେବେ ଧାତୁ ଗୁଡ଼ିକକୁ ନେଇ ଆଉ କ'ଣ ସବୁ କରିହେବ, କରିପାରିବା, ଚାଲ ବର୍ତ୍ତମାନ ଦେଖିବା। ଆଉ କ'ଣ କରିପାରିବା? କୋଡ଼ି, ଶାବଳ, କୋଦାଳ ହେଲା, କୁରାଡ଼ି ହେଲା, କାତି, ଏଗୁଡ଼ା ସବୁ ତିଆରି କରିପାରିବା ହେଲା, କାରଣ ସେଗୁଡ଼ିକ ନମନୀୟ ହେଲା। ତ ପଦାର୍ଥର ଏବେ ବର୍ତ୍ତମାନ ଧର୍ମ ବିଷୟରେ ଦେଖିବା। ମୁଁ ଯୋଉଟାକି କହିସାରିଲିଣି ତମକୁ, ନମନୀୟ ହେଲା। ପଦାର୍ଥର ନମନୀୟତା ଗୁଣ ଯୋଗୁଁ ସିଏ କ'ଣ ହୁଏ ନା, ଯେମିତି ଆମେ ତାର ଆକୃତି ଦେବା ସେମିତି ହେଇଯାଏ ହେଲା। ତ ଆସ ଅନୁସନ୍ଧାନ କରିବା। ବର୍ତ୍ତମାନ ଏହି କାର୍ଯ୍ୟକୁ ତୁମେ ଶିକ୍ଷକ କିମ୍ବା ଜଣେ ଅଭିଭାବକ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କରିବା। କିଛି ଅବ୍ୟବହୃତ ତମ୍ବା, ଆଲୁମିନିୟମ ଖଣ୍ଡ, ଗୋଟିଏ ଲୁହା କଣ୍ଟା, ଖଣ୍ଡେ କୋଇଲା, ମଟର ଦାନା ପରି ଛୋଟ ଗନ୍ଧକ ଖଣ୍ଡ ଗୋଟେ ନେବା, ଆଉ କାଠ ଖଣ୍ଡଟିଏ ନେବା। ଏସବୁ ନେଇକି ଆମେ କ'ଣ କରିବା? ପରୀକ୍ଷା କରିବା। ଷଷ୍ଠ ଶ୍ରେଣୀ ବିଜ୍ଞାନ ପାଠ୍ୟପୁସ୍ତକରେ ଥିବା ଆମ ଚତୁଃପାର୍ଶ୍ୱରେ ଥିବା ବସ୍ତୁ ଅଧ୍ୟାୟକୁ ଆମେ ମନେ ପକାଇବା। ଦେଖିବା ଯେ ନେଇଥିବା ପଦାର୍ଥ ଗୁଡ଼ିକୁ ପର୍ଯ୍ୟବେକ୍ଷଣ କରିବା। ସେଗୁଡ଼ିକ ଚକଚକ୍ କରୁଛି କି? ସେଗୁଡ଼ିକ ଶକ୍ତ ନା ନରମ ହେଲା ନା? ତୁମେ ପର୍ଯ୍ୟବେକ୍ଷଣରୁ ସାରଣୀ 4.1ରେ ଲେଖିବାକୁ କହିଛି। ତ ଦେଖ, ବର୍ତ୍ତମାନ ଆମେ ସେ ବିଷୟରେ ଜାଣିବା ପାଇଁ ହେଲେ ଆମକୁ ପରୀକ୍ଷା କରିବାକୁ ପଡ଼ିବ। ତ କ'ଣ କରିବ? ବର୍ତ୍ତମାନ ପ୍ରତ୍ୟେକ ପଦାର୍ଥକୁ ଗୋଟିଏ ପରେ ଗୋଟିଏ କରିକି ଯେକୌଣସି ଏକ ଶକ୍ତ ଚଟାଣ ଉପରେ ନେଇକି ହାତୁରେ ଆମେ ତାକୁ ପିଟିବା। ଏମିତି ଫର ଏକ୍ଜାମ୍ପଲ ଲୁହା ନେଲେ ଲୁହାକୁ ନେଇକି ପିଟିବା। କ'ଣ ହବ ବୋଲି ଭାବୁଛ? ସବୁ ପଦାର୍ଥ ହେଲା କିଛି ମାତ୍ରାରେ ଚେପ୍ଟା ହେଲା କି? ହବ, କିଛି ମାତ୍ରାରେ ଚେପ୍ଟା ହେବ। ଆଉ କିଛି ପଦାର୍ଥ ଖଣ୍ଡ ଅଛି ଯୋଉଟା କି ଭାଙ୍ଗି ଭାଙ୍ଗି ଯିବ ହେଲା, କିଛିଟା ଏମିତି ବଙ୍କା ହେଇଯିବ ହେଲା, ଆଉ କିଛିଟା ହେବ ଗୁଣ୍ଡ ଗୁଣ୍ଡ ହେଇଯିବ ହେଲା, ଦାନା ଆକାରରେ ହେଇଯିବ। ତ ଯୋଉଡ଼ାକ କ'ଣ ହେଲା, ବଙ୍କେଇ ଗଲା, ତାକୁ ହିଁ ତାର ନମନୀୟତା ଗୁଣ ବୋଲି କୁହାଯାଏ ହେଲା। ସେଟା ଧାତୁ। ତୁମ ପର୍ଯ୍ୟବେକ୍ଷଣ ସାରଣୀ 4.1ରେ ଲେଖିବାକୁ କହିଛି। ଦେଖ 4.1ଟା ଦେଖ,
ବର୍ତ୍ତମାନ ଦେଖ ବିଭିନ୍ନ ବସ୍ତୁର ବାହ୍ୟ ରୂପ, କଠିନତା ଓ ହାତୁଡ଼ିରେ ପିଟିବାର ପ୍ରଭାବ। ଦେଖ ଫାର୍ଷ୍ଟ ଏଇଟା ହେଲା କ'ଣ, ଏଇଟା ଗୋଟେ ଢାଳ ହେଲା, ଢାଳଟା ଗୋଟେ ତମ୍ବା ଢାଳ ନେଇଛନ୍ତି। ତ ବାହ୍ୟ ରୂପ ଉଜ୍ଜଳ ନା ଅନୁଜ୍ଜଳ, ବାହାରକୁ ଦେଖୁଛ ଚକ୍ ଚକ୍ ମାରୁଛି, ତା ମାନେ ଉଜ୍ଜଳ ହେଲା, ସରିଲା। ତାପରେ କଠିନ ନା ନରମ, ଏଇଟା ଯେହେତୁ ଆଣ୍ଟ ଲାଗିବ, ଟାଣ ଲାଗିବ ଚିପିଲେ, ତ ଏଇଟା ହବ କଠିନ, ଚିପିକି କରିବ ହେଲା। ତାପରେ ହାତୁଡ଼ିରେ ପିଟିବା ପ୍ରଭାବରେ ଏଇଟା କ'ଣ ହବ, ଚେପ୍ଟା ହେଇଯିବ। ଚେପ୍ଟା ହବ ତା ମାନେ, ଯଦି ଚେପ୍ଟା ହେଲା ତା ମାନେ ଏଇଟା ଗୋଟେ ଧାତୁଟା, ଏଇଟା ଗୋଟେ କଣଟା, ଧାତୁଟା। ଏଇଟା କଣଟା, ଗୋଟେ ଧାତୁ ବୋଲି ଲେଖିଦବ। ଚେପ୍ଟା ହେଲା ମାନେ ଧାତୁ ହେଲା। ନେକ୍ସଟ ଦେଖ, ନେକ୍ସଟ କ୍ୱେଶ୍ଚିନ୍ ତମମାନଙ୍କ ପାଇଁ ରହିବ ଆଲୁମିନିୟମ ଖଣ୍ଡ। ଆଲୁମିନିୟମଟା ଏଇଟା ଉଜ୍ଜଳ ଆଗା ଦେଖାଯିବ ହେଲା, ଉଜ୍ଜଳ। ତା ମାନେ କଠିନ ନା ତ ନରମ, ନା ଏଇଟା ବି କଠିନ ହେଲା, ତା ମାନେ ଏଇଟା ଗୋଟେ କଣଟା, ଧାତୁଟା ହେଲା। ଚେପ୍ଟା ବି ହେଇଯିବ ବାଡ଼େଇଲେ, ତା ମାନେ ଏଇଟା ହଉଛି ଧାତୁଟା। ଧାତୁ ହେଲା ମାନେ ଏଇଟା ଗୋଟେ କ'ଣ, ସେ ମାନେ ଚେପ୍ଟା ହେଲା ମାନେ ଇଏ ଗୋଟେ ଧାତୁ, ନମନୀୟ ଗୁଣ ତାର, ସେଟା ଚେପ୍ଟାଟା ହେବାଟା। ତାପରେ ଲୁହା କଣ୍ଟା ନେଲେ, ଲୁହା କଣ୍ଟା ବି ଆମ କ'ଣ ଦେଖିବାକୁ ଚକ୍ ଚକ୍ ମାରୁଛି କି, ଲୁହା କଣ୍ଟା ବି ଚକ୍ ଚକ୍ ମାରୁଛି, ଉଜ୍ଜଳ ହେଇପାରିବ ହେଲା। ଆଉ କଠିନ ନା ନରମ, ଏଟା ଆମକୁ ହାତକୁ କଠିନ ଲାଗିବ ହେଲା। ଆଉ ପିଟିଲେ କ'ଣ ହେଇଯିବ, ଏଟା ଚେପ୍ଟା ହେଇଯିବ, ତାମାନେ ଏଇଟା ଗୋଟେ ଧାତୁ, ଏଇଟା ଗୋଟେ ଧାତୁ, ବୁଝିପାରୁଛ, ଇଏ ବି ଗୋଟେ ଧାତୁ। ତାପରେ ନେକ୍ସଟ ଦେଖ କୋଇଲା ଖଣ୍ଡ। କୋଇଲା ଖଣ୍ଡ, କୋଇଲା ଖଣ୍ଡ ବାଡ଼େଇଲେ ଗୁଣ୍ଡ ହେଇଯିବ, ଇଏ ଉଜ୍ଜଳ ନା ଅନୁଜ୍ଜଳ, ଏଟା ହେଲା ଅନୁଜ୍ଜଳ ହେଲା। ବାଡ଼େଇଲେ କ'ଣ ହେଇଯିବ, ଭାଙ୍ଗିଯିବ, ଭାଙ୍ଗିଯିବ ମାନେ ଏଟା କ'ଣ ନରମ, ନରମ ହେଲା। ତାପରେ ଏଟା ବାଡ଼େଇଲେ କ'ଣ ହେଇଯିବ, ନା ନା ଏଟା ନରମ କି, ଏଟା ବି କଠିନ ଆଗା, କଠିନ ଲେଖିଦିଅ ହେଲା। କିନ୍ତୁ କ'ଣ ହଉଛି, ଏଟା ପିଟିଲେ କ'ଣ ହେଇଯିବ, ଖଣ୍ଡ ଖଣ୍ଡ ହେଇଯିବ, ପିଟିଲେ ଖଣ୍ଡ ଖଣ୍ଡ ହେଇଯିବ, ତା ମାନେ ଏଇଟା ଗୋଟେ ଅଧାତୁ, ଏଇଟା ଗୋଟେ କ'ଣ ଅଧାତୁ, ବୁଝିଗଲା। ନେକ୍ସଟ ଦେଖିବା ଗନ୍ଧକ। ଗନ୍ଧକଟା ବି ଅନୁଜ୍ଜଳ ନା ଚିକ୍ ଚିକ୍ ମାରୁଛି, ମାରିବ ପରେ ଇଏ ହେଲେ ହେଲା, ତ ଉଜ୍ଜଳ ଲେଖିଦିଅ ହେଲା, ଉଜ୍ଜଳ। ତ ଏଇଟା କଠିନ ଲାଗିବ ହାତକୁ ହେଲା। ଆଉ ଏଇଟା ବାଡ଼େଇଲେ କ'ଣ ହେଇଯିବ, ଖଣ୍ଡ ଖଣ୍ଡ ହେଇଯିବ, ତା ମାନେ ଏଇଟା ଗୋଟେ ଅଧାତୁ, ଖଣ୍ଡ ଖଣ୍ଡ ହେଇଗଲା ମାନେ ଅଧାତୁ। ତାପରେ ନେକ୍ସଟ ଦେଖ କାଠ। କାଠ, କାଠ ଉଜ୍ଜଳ ନାହିଁ, ଅନୁଜ୍ଜଳ, ହାତକୁ ଲାଗିବ କ'ଣ, କଠିନ ଭଳିଆ ଲାଗିବ। ତ ଏଇଟା ବାଡ଼େଇଲେ କ'ଣ ହେଇଯିବ, ବାଡ଼େଇଲେ ଖଣ୍ଡ ଖଣ୍ଡ ହବ ହେଲା, ତା ମାନେ ଏଇଟା ବି ଗୋଟେ ଅଧାତୁ ହେଲା, ଏମିତି ଲେଖିଦେବ। ନେକ୍ସଟ ଦେଖ ସାରଣୀ 4.1କୁ ବିଶ୍ଳେଷଣ କଲେ ତମ୍ବା, ଲୁହା, ଆଲୁମିନିୟମ ହେଲା ଆଦି ସବୁ ଧାତୁ ଗୁଡ଼ିକ ଉଜ୍ଜଳ ବା ଚକ୍ ଚକ୍ ଦେଖାଗଲା। ଧାତୁ ଗୁଡ଼ିକ ହେଲା ଏହି ଉଜ୍ଜଳତା ଥିବା ଯୋଗୁଁ ଧାତବ ଔଜ୍ଜଲ୍ୟ ବା ଧାତବ ଦୀପ୍ତ କହନ୍ତି। ଏଗୁଡ଼ିକୁ ଆମେ ଧାତବ ଦୀପ୍ତ ବା ଧାତବ ଉଜ୍ଜଳ ପିଣ୍ଡ ବୋଲି କହିବା। ତମ୍ବା, ଆଲୁମିନିୟମ, ଲୁହା ଆଦି ଧାତୁ ଅଟନ୍ତି। କୋଇଲା, ଗନ୍ଧକ ଆଉ କାଠର ଉଜ୍ଜଳତା ଯେହେତୁ ନାହିଁ, ଏଗୁଡ଼ିକ ସବୁ ଧାତୁ ପରି ଲେଖାଯାଆନ୍ତି ହେଲା, ବୁଝିଗଲା। ତ ଅନୁଜ୍ଜଳ ହେଲା, ଗନ୍ଧକ ବି, ଗନ୍ଧକ କ'ଣ ଦେଖ ଏଠି ଦେଇଛି, ଗନ୍ଧକ ଉଜ୍ଜଳତା ନାହିଁ ହେଲା, ଅନୁଜ୍ଜଳ ହବ, ସରି ଏଟା ଅନୁଜ୍ଜଳ ଲେଖିବ ହେଲା, ଅନୁଜ୍ଜଳ। ତ ଏଟା ସବୁ ଅଧାତୁ ହେବେ ହେଲା। ତ ସବୁ ଧାତୁ ଶକ୍ତ ଏବଂ କଠିନ ଅଟନ୍ତି କି, ସବୁ ଧାତୁ ଯୋଉ ଅଛନ୍ତି, ସବୁ ଧାତୁ କ'ଣ କଠିନ ଆଉ ଶକ୍ତ ଅଟନ୍ତି, ନା ନା, ପ୍ରକୃତରେ ସୋଡ଼ିୟମ ଆଉ ପୋଟାସିୟମ ଭଳିଆ କିଛି ଧାତୁ ଅଛି ଯୋଉମାନେ କି ନରମ, ସେ ଯେ ସେମାନଙ୍କୁ ଏକ ଛୁରୀ ସାହାଯ୍ୟରେ କାଟିକି କୋଉଠି ରଖାଯାଏ, କାଟିକି ଖଣ୍ଡ ଖଣ୍ଡ କରିହେବ ହେଲା, ନରମ। କୋଉଟା ନା ପୋଟାସିୟମଟା। ପାରଦ ହେଉଛି ଏକ ଧାତୁ ଯାହାକି ସାଧାରଣ ତାପମାତ୍ରାରେ ତଳ ଅବସ୍ଥାରେ ଥାଏ। ପାରଦ ବି ଗୋଟେ ଧାତୁ, କୋଉଠି ପଡୁଛି ଜାଣିଥିବ, ଯୋଉମାନେ ଡକ୍ଟର ମାନେ ଯୋଉ ଆମର ଥର୍ମୋମିଟର ବ୍ୟବହାର କରୁଛନ୍ତି ସେଇଠି ପଡିଥାଉଛି। ପାରଦକୁ ତୁମେ ବୋଧହୁଏ ତାପମାନ ଯନ୍ତ୍ର ବା ଥର୍ମୋମିଟରରେ ଦେଖିଥିବ। ଷଷ୍ଠ ଶ୍ରେଣୀ ପାଠ୍ୟପୁସ୍ତକରେ ଥିବା ତାପମାତ୍ରା ଓ ଏହାର ମାପ ଅଧ୍ୟାୟକୁ ଆମେ ମନେ ପକାଇବା, ଯଦି ଦେଖିବା ଜାଣିପାରିବା କୋଉ ବସ୍ତୁ ଗୁଡ଼ିକ ହାତୁଡ଼ିରେ ପିଟିବା ପରେ ବା ଚେପ୍ଟା ହେଇଯିବାର ଦେଖୁଛ। ତ ଯେତେ ସବୁ ଧାତୁ ଗୁଡ଼ିକ ସବୁ ଚେପ୍ଟା ହେଇଯିବାର ଦେଖିବ, ଲୁହା, ତମ୍ବା, ଦସ୍ତା ହେଲା, ଏଗୁଡ଼ା ଲାଗିବ। ତୁମେ ନିଶ୍ଚିତ ହେଇଯିବ ଯେ ତମ୍ବା ଖଣ୍ଡ, ଆଲୁମିନିୟମ ଖଣ୍ଡ, ଲୁହା କଣ୍ଟା ଗୁଡ଼ିକ ପିଟିବା ପରେ ସେମାନେ ଚେପ୍ଟା ହେଇଯାଉଛନ୍ତି। ଅନ୍ୟ ବସ୍ତୁ ଗୁଡ଼ିକ
ବସ୍ତୁ ଗୁଡ଼ିକର ଗୁଣ କିନ୍ତୁ ଭିନ୍ନ ଥିଲା। ପଦାର୍ଥର ଯେଉଁ ଗୁଣ ଯୋଗୁଁ ଏହା ପିଟିକି ଚେପ୍ଟା ହେବା କଥା ଚଦରରେ ପରିଣତ ହୋଇଗଲା ତାହାକୁ ନମନୀୟତା ବୋଲି କହିବା ହେଲା। ପଦାର୍ଥର ଯେଉଁ ଗୁଣ ଯୋଗୁଁ କି ଏହାକୁ ପିଟିଲେ ଚେପ୍ଟା ବା ପତଳା ହେଇଯାଏ ସେଟାକୁ କହୁଛି ପଦାର୍ଥର ମେଲାବିଲିଟି ବା ନମନୀୟତା ଗୁଣ ହେଲା, ଭାଙ୍ଗିବନି। ଅଧିକାଂଶ ଧାତୁ ନମନୀୟ ଗୁଣ ପ୍ରଦର୍ଶନ କରିଥାନ୍ତି। ତୁମେ କିଛି ଧାତୁ ଦେଖିଥିବ, ଚଦରରେ ଉଦାହରଣ ଦେଇପାରିବ। ଦେଖ, କିଛି ମିଠା ଉପରେ ଚକଚକ କରୁଥିବା ରୂପାର ଅତି ପତଳା ଆବରଣ ଦିଆଯାଇଥିବା ଓ ଆଲୁମିନିୟମ ଜରିରେ ଖାଦ୍ୟ ପୁଡ଼ିଆ ହୋଇଥିବା ଅସୁବିଧା ଦେଖିଥିବ। ତୁମେ ରୂପା ଓ ଆଲୁମିନିୟମର ନମନୀୟତା ଧର୍ମ ପାଇଁ ଏସବୁ ସମ୍ଭବ ହୋଇଛି। ସୁନା ଓ ରୂପା ହେଉଛନ୍ତି ସବୁଠୁ ଅଧିକ ନମନୀୟ ଧାତୁ ହେଲା। ନମନୀୟ ଧାତୁ ମାନେ ଏମାନେ ବେଣ୍ଡ ହେଇଯିବେ, ସହଜରେ ଭାଙ୍ଗିବେ ନାହିଁ ହେଲା। ନେକ୍ସଟ ଯିବା। ଯଦି ଆମେ ଖଣ୍ଡିଏ କୋଇଲା କଥା ଦେଖିବା, କୋଇଲା କିମ୍ବା ଟିକେ ଗନ୍ଧକ ଏହି ନମନୀୟତାର ଧର୍ମ ଦେଖାନ୍ତି ନାହିଁ ହେଲା। ଏ ଯେଉଁ ଚେପା ହେବାଟା ଆମର କୋଇଲା କିମ୍ବା ଗନ୍ଧକ କରିବେ ନାହିଁ, ମାନେ ସେଇ ଗୁଣଟା ନାହିଁ ତାଙ୍କ ପାଖରେ। ସେମାନେ କ'ଣ ହେବେ ନା ଖଣ୍ଡ ଖଣ୍ଡ ହୋଇକି ଭାଙ୍ଗିଯିବେ। ତେଣୁକରି ତାକୁ ସେ ପଦାର୍ଥର ଭଙ୍ଗୁର ଗୁଣ ବୋଲି କୁହାଯାଏ। ଯେଉଁଟା ଭାଙ୍ଗିଗଲା ସେଟା ଭଙ୍ଗୁର ଗୁଣ, ଆଉ ଯେଉଁଟା ଚେପା ହେଇଗଲା ସେଟା ହେଲା ତାର ନମନୀୟ ଗୁଣ। ତ ପ୍ରାୟ ଅଧାତୁ ମାନେ ଅଛନ୍ତି ଯେଉଁମାନଙ୍କର ଭଙ୍ଗୁର ଗୁଣ ଥାଏ ହେଲା। ଅନ୍ୟ ପକ୍ଷରେ ଯଦି ଆମେ ଦେଖିବା, କାଠ ଚେପା ଓ ପତଳା ହୁଏ ନାହିଁ କି ଖଣ୍ଡ ଖଣ୍ଡ ହୋଇ ଭାଙ୍ଗିଯାଏ ନାହିଁ ହେଲା। କାଠ ଯଦି ଦେଖିବା ସେ କ'ଣ ହବ ନା କାଠ ଚେପା ହେବନି କି ପତଳା ହେଇକିରି କ'ଣ ହବ, ଖଣ୍ଡ ଖଣ୍ଡ ହେବ ନାହିଁ। ତେଣୁ କାଠ ନମନୀୟ କିମ୍ବା ଭଙ୍ଗୁର ନୁହେଁ। କାଠଟାକୁ ଆମେ ନମନୀୟ କିମ୍ବା ଭଙ୍ଗୁରରେ ଆମେ ଗଣିବା ନାହିଁ। ଏଠି ଯେଉଁ ଦେଇଥିଲା କାଠ, ଏଠି ଯେଉଁ କାଠ କଥା ଦେଇଥିଲା ଏଟା କ'ଣ ହବ ନା ଭଙ୍ଗୁର ନାହିଁ କି ନମନୀୟ ନାହିଁ ହେଲା। ଇଏ କ'ଣ ହବ, ଇଏ ଆମର ରହିବ କ'ଣ ଉଭୟ କୋଉଟା ହେଲେ ହବ ନାହିଁ ହେଲା। ଉଭୟରୁ ନୁହଁ ହେଲା, ଉଭୟ ମୁହଁ ଲେଖିଦେବ ହେଲା, ଉଭୟ ମୁହଁ। ଠିକ ଅଛି, ନେସିବା। ଦେଖ, ତାପରେ ଆସିଲା ସାମଗ୍ରିକ ଅବଲୋକନ ବା ହୋଲିଷ୍ଟିକ ହେଲା ଲେନ୍ସ। ଭାରତ ସଭ୍ୟତାର ପ୍ରଗତି ଉପରେ ଲୁହାର ପ୍ରଭାବ କ'ଣ ପଡ଼ିଥିଲା? ଷଷ୍ଠ ଶ୍ରେଣୀ ଦେଖିଥିବ ତୁମେ ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତିକାର ସାମାଜିକ ବିଜ୍ଞାନ ଅଧ୍ୟୟନରେ ଭାରତ ଓ ପୃଥିବୀରେ ତୁମେ ହରପା ଆଦିବାସୀ ମାନଙ୍କର ବିଷୟରେ ଜାଣିଛ। ସେମାନେ କ'ଣ କରନ୍ତି ନା ତମ୍ବା ଆଉ ସୁନା ଭଳିଆ ଧାତୁକୁ ବ୍ୟବହାର କରି କିପରି କରିହେବ ତାହା ସେମାନେ ପ୍ରଥମେ ଜାଣିଥିଲେ। ସେମାନେ ଏଇ ଧାତୁ ଗୁଡ଼ିକୁ କ'ଣ କଲେ ନା ବାସନ କୁସନ ଠାରୁ ଆରମ୍ଭ କରିକି ଅଳଙ୍କାର ପର୍ଯ୍ୟନ୍ତ ସେମାନେ ବିଭିନ୍ନ ଜିନିଷ ସବୁ ତିଆରି କରିବାରେ ବ୍ୟବହାର କରୁଥିଲେ। ତଥାପି ହରପା ମାନେ ଏକ ପ୍ରମୁଖ ଧାତୁ ଲୁହା ବ୍ୟବହାର କରୁଥିବାର କୌଣସି ପ୍ରମାଣ ତୁମେ କ୍ୱଚିତ ପାଇବ। ଯଦିଓ ତୁମେ ଏବେ ଲୁହାର ବହୁଳ ବ୍ୟବହାର କରୁଛ, କିନ୍ତୁ ସେମାନେ ଆମର କ'ଣ ବ୍ୟବହାର କରୁଥିଲେ ନା ଅଳଙ୍କାର ରୂପେ ମଧ୍ୟ ତମ୍ବା ସୁନାକୁ ବ୍ୟବହାର କରୁଥିଲେ। କାରଣ ଦୈନନ୍ଦିନ କାର୍ଯ୍ୟକଳାପରେ ଲୁହା ବ୍ୟବହାର ହେବା ପାଇଁ ବହୁଳ ସମୟ ଲାଗିଲା। ତେଣୁକରି ଲୁହା ଆଗରୁ ବ୍ୟବହାର କରୁନଥିଲେ। ତଥାପି ପରବର୍ତ୍ତୀ ସମୟରେ ଲୁହାର ବହୁଳ ବ୍ୟବହାର ହେବା ପରେ ଭାରତରେ ସଭ୍ୟତାର ପ୍ରଗତିରେ ଏହାର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଥିଲା। ତାପରେ ଉଦାହରଣ ଯଦି ଆମେ ଦେଖିବା, ଲୁହା ଶକ୍ତି ହୋଇଥିବା ଯୋଗୁଁ, ଲୁହା ଅଧିକ ଶକ୍ତ ହୋଇଥିବା ଯୋଗୁଁ ଏଥିରୁ ତିଆରି ହଳ ଭଳି କୃଷି ଉପକରଣ ଗୁଡ଼ିକ ପୂର୍ବରୁ ବ୍ୟବହାର ଉପକରଣ ଅପେକ୍ଷା ବହୁତ ଉନ୍ନତ ଥିଲା। ସାଧାରଣତଃ ଯଦି ଆମେ ଦେଖିବା, ଏହି ବିବେଚନା କରାଯାଏ ଯେ ଲୁହା ତୁଳନାରେ ତମ୍ବା ପୂର୍ବରୁ ଆବିଷ୍କୃତ ହୋଇଥିଲା। ଲୁହା ପୂର୍ବରୁ ତମ୍ବା ଆବିଷ୍କାର ହେବାର ସମ୍ଭାବ୍ୟ କାରଣ କ'ଣ ହୋଇପାରେ? ସେ କହିଛି, ଦେଖ, ଆମର ଲୁହା ପୂର୍ବରୁ ଆମର ତମ୍ବା ଆବିଷ୍କାର ହେଇଥିଲା, ଆଉ ତାର ସମ୍ଭାବ୍ୟ କାରଣ କ'ଣ ହୋଇପାରେ ବୋଲି ସେ ଆମକୁ ପଚାରିছে। ଯଦି ଏହାର କାରଣ କଥା ଦେଖିବା ତ କାରଣ ସେମାନେ ଲୁହା ଟିକେ କ'ଣ କହୁଥିଲେ ନା ଲୁହା ପୂର୍ବରୁ ତମ୍ବା ଆବିଷ୍କାର ହେଇଥିବାର ସମ୍ଭାବ୍ୟ କାରଣ କ'ଣ ହେଇପାରେ, ମାନେ ତମ୍ବା ପ୍ରଥମେ ବାହାରିଥିଲା ହେଲା ତାମ୍ର ଯୁଗରେ ହେଲା। ତେଣୁକରି ତମ୍ବାକୁ ଫାଷ୍ଟ ବ୍ୟବହାର କରାଯାଉଥିଲା, ତାପରେ ଲୌହ ଯୁଗ ଆସିଥିଲା ହେଲା। ତାପରେ ଦେଖିବା ତନ୍ୟତା ବା ଡକ୍ଟିଲିଟି ଯୋଉଟା ହେଲା। ତୁମେ ଦେଖିଥିବ ଧାତବ ତାରର ବ୍ୟବହାର କୋଉଠି କୋଉଠି ଦେଖିଛ ହେଲା। ତମେ ଧାତବ ତାରକୁ ଆମେ କୋଉଠି କୋଉଠି ବ୍ୟବହାର କରୁଛେ, କରେଣ୍ଟ କାର୍ଯ୍ୟରେ ବ୍ୟବହାର କରୁଛେ ହେଲା। ବୈଦ୍ୟୁତିକ ଉପକରଣ ଗୁଡ଼ିକରେ ତମ୍ବା କିମ୍ବା ଆଲୁମିନିୟମ ତାର ବ୍ୟବହାର ହେଉଥିବା ନିଶ୍ଚୟ ଦେଖିଥିବ। ହାର, କାନଫୁଲ ଭଳିଆ ବିଭିନ୍ନ ଅଳଙ୍କାର ମଧ୍ୟ ଧାତବ ପଦାର୍ଥରୁ ହିଁ ତିଆରି। ବୀଣା, ସିତାର, ଗୀତାର, ଭାୟୋଲିନ୍ ଆଦି ସବୁ ତାରଯୁକ୍ତ ବାଦ୍ୟଯନ୍ତ୍ରରେ ଧାତବ ତାର ହିଁ ସୁନ୍ଦର ଧ୍ୱନି ସୃଷ୍ଟି କରିଥାଏ। ତେଣୁ ଧାତୁକୁ ଟାଣିକି ହିଁ ତାର ପ୍ରସ୍ତୁତ କରାଯାଇଥାଏ। ଧାତୁର ଏହି ଗୁଣକୁ କୁହାଯାଏ ତନ୍ୟତା ଗୁଣ ହେଲା। ଯୋଉ ଟିଙ୍ଗ ଟିଙ୍ଗ ହଉଛି ଏଟା ହଉଛି ଧାତୁର ତନ୍ୟତା ଗୁଣ ହେଲା, ସାଉଣ୍ଡ ହେବାଟା ହେଲା। ମୁଖ୍ୟତଃ ଧାତୁ ଗୁଡ଼ିକରେ ଏହି ତନ୍ୟତା ଗୁଣ ରହିଥାଏ, ମାନେ ସାଉଣ୍ଡ ଶୁଭିବ ହେଲା ବାଡେଇଲେ। ତ ରୂପାର ଏହି ତନ୍ୟତା ଗୁଣକୁ ଆଧାର କରିକି ଆମ ରାଜ୍ୟରେ କଟକରେ ତାରକସି କାମ ହଉଛି, ବୁଝିଲେ କି ନାହିଁ, ଶିଳ୍ପ ଅଛି। ତ ଆମେ ଯଦି
ସୁନା ଏତେ ତନ୍ୟ ଯେ ଆମେ ଯଦି 1 ଗ୍ରାମ ସୁନାକୁ ନେବା ପ୍ରାୟ 2 କିଲୋମିଟର ପର୍ଯ୍ୟନ୍ତ ସେ ଲମ୍ବିକି ବିସ୍ତୃତ ହେଇପାରିବ ହେଲା 1 ଗ୍ରାମ ସୁନାରୁ। ସେମିତି ଏଇଟା ହଉଛି ଧାତୁର ତନ୍ୟତା ଗୁଣ। ଧାତୁର ତନ୍ୟତା ଗୁଣ ଯୋଗୁ ହିଁ ଧାତବ ତାରରୁ ହେଲା ଚା ଛଣା ତିଆରି କରିହୁଏ। ଏଟା ଚା ଛଣା ଯୋଉ ତିଆରି କରୁଛ ଏଟା ଧାତୁର ତନ୍ୟତା ଗୁଣ ଯୋଗୁ ହିଁ ହେଇଥାଏ ହେଲା। ଲମ୍ବା କରିବାଟା ହଉଛି ତନ୍ୟତା ଗୁଣ। ବାଡେଇକି ଆମେ ତାକୁ କଣ କରିବା ଯେକୌଣସି ଆକାର ଦେଇପାରିବା ହେଲା ତନ୍ୟତା ଗୁଣ। ତାପରେ ଦେଖ ତୁମେ କେବେ କୋଇଲା କିମ୍ବା ଗନ୍ଧକରେ ପ୍ରସ୍ତୁତ ହୋଇଥିବା ତାର ଦେଖିଛ କି? ନିଶ୍ଚିତ ଭାବେ ନା। ଆମେ କୋଇଲାରେ କେବେ ତାର ହେବାର ଦେଖିଛେ ନା। ଆମେ କହିପାରିବା ଯେ କୋଇଲା ଓ ଗନ୍ଧକ କଣ ତନ୍ୟ ନୁହନ୍ତି, ସେମାନେ କଣ ଭଙ୍ଗୁର ଗୁଣ ଅଛି ତାଙ୍କର। ଷ୍ଟିଲ ଏକ ମିଶ୍ର ଧାତୁ ଯାହାକି ଲୁହା ସହିତ ଲୁହା ଆଉ କାର୍ବନର ସଂଯୋଗରେ ହେଇଥାଏ, ମିଶ୍ରଣରେ ହେଇଥାଏ ହେଲା। ଷ୍ଟିଲରେ ତିଆରି ତାର ଖୁବ ଶକ୍ତ ହେଇଥାଏ ଓ ଭାରି ଜିନିଷକୁ ଧରି ରଖିପାରେ ମଧ୍ୟ। ସେଇଥିପାଇଁ ଆମେ କଣ କରୁ ନା ଝୁଲା ପୋଲ ଓ ଟ୍ରେନରେ ଷ୍ଟିଲ ତାରକୁ ବ୍ୟବହାର କରିଥାଉ। ଦେଖିଥିବ ହେଲା ଏଟା ଝୁଲା ପୋଲଟାକୁ ଯୋଉ ହେଇଥିଲା ଆମର କୋଲକାତାରେ ହାୱଡା ବ୍ରିଜ ଅଛି ସେଟା ଆମର କାହିଁରେ ତିଆରି ନା ଷ୍ଟିଲରେ ତିଆରି। ଏହିପରି ଏକ ଝୁଲା ପୋଲ କଟକର ଧବଳେଶ୍ୱରରେ ମଧ୍ୟ ତମେ ଦେଖିବାକୁ ପାଇବ। ଧବଳେଶ୍ୱରରେ ମଧ୍ୟ ଗୋଟେ ଅଛି ଝୁଲା ପୋଲ ହେଲା। ବୁଝିପାରିଲ? ଏଇଭଳିଆ ଦେଖୁଛ ଝୁଲା ପୋଲଟା ଏଇଭଳିଆ ତିଆରି କରାହେଇଛି ହେଲା। ନେକ୍ସଟ ଦେଖ ତାପରେ ଆସିବ ହେଲା ନିନାଦତା ମାନେ ସୋନୋରିଟି। ସୋନୋରିଟି କଣ ଏଟା ଆଗରୁ ନଥିଲା, ଏଟା ସବୁ ଏବେ ନୂଆ ଆସିଛି ହେଲା। ମାନେ ଇଏରେ ଥିଲା ଆମର ଇଂଲିଶରେ ଥିଲା କିନ୍ତୁ ଆପଣଙ୍କର ଓଡ଼ିଆ ବହିରେ ନଥିଲା ହେଲା। ଧାତୁ ନିର୍ମିତ ଚାମଚ ପ୍ଲେଟ କିମ୍ବା ମୁଦ୍ରାଟିଏ ଚଟାଣରେ ପଡ଼ିଗଲେ କିପରି ଶବ୍ଦ ଶୁଭିଥାଏ। ଶବ୍ଦ ଶୁଭୁଛି କି ନାହିଁ ହେଲା। ଏହା ଖଣ୍ଡେ କୋଇଲା ବା କାଠ ଚଟାଣରେ ପଡ଼ି ସୃଷ୍ଟି କରୁଥିବା ଯୋଉ ଶବ୍ଦ ତାରୁ ଭିନ୍ନ ନୁହେଁ କି? ଭିନ୍ନ ଅଛି ହେଲା। କାଠ ଓ ଧାତୁରେ ମୋର ବାଡ଼ି ବାଜିଲେ ହେଲା ସୃଷ୍ଟି ହେଉଥିବା ଧ୍ୱନିର ଭିନ୍ନତାକୁ ମୁଁ ମୋର ରାସ୍ତା ଜାଣିପାରେ ହେଲା। ଏଟା ଅନ୍ଧ ଲୋକମାନେ ଯୋଉ ଜାଣିଥାନ୍ତି ହେଲା କାଠ କୋଉଟେ ଅଛି କୋଉଟେ ଇଏ ଅଛି, ଧାତୁକୁ ବାଜିଲା ମାନେ ଟିନ୍ କିନା ଶୁଭିବ ହେଲା। ଆସ ଗୋଟେ ଅନୁସନ୍ଧାନ କରିବା ବର୍ତ୍ତମାନ। ବସ୍ତୁ ଗୁଡ଼ିକୁ ଚଟାଣରେ ନେବା ପକାଇଲା ବେଳେ ସାବଧାନତା ଅବଲମ୍ବନ କରିବା। ଗୋଟେ ଧାତୁ ନିର୍ମିତ ଚାମଚକୁ ନେବା, ଗୋଟେ ମୁଦ୍ରା ନେବା, ଖଣ୍ଡେ କୋଇଲା ନେବା, ଆଉ କାଠ ଖଣ୍ଡଟିଏ ନେଇକି ସଂଗ୍ରହ କରିବା। ଏଇଗୁଡ଼ିକୁ କଣ କରିବା ନା ଗୋଟେ ପରେ ଗୋଟେ ଏକ ନିର୍ଦ୍ଦିଷ୍ଟ ଉଚ୍ଚତାରୁ ଆମେ ଚଟାଣ ଉପରେ ପକାଇବା। ତ କଣ ହବ ନା ଏହି ବସ୍ତୁ ଗୁଡ଼ିକ ଦ୍ୱାରା ସୃଷ୍ଟି ହେଉଥିବା ଯୋଉ ଧ୍ୱନିରେ କିଛି ଭିନ୍ନତା ଲକ୍ଷ୍ୟ କରୁଛୁ। ହଁ ଆମେ କଣ କରିବା ନା ଯେତେବେଳେ ଆମେ ପକେଇବା ସମସ୍ତର ଶବ୍ଦ ଅଲଗା ଅଲଗା ଶୁଭିବ। ସେଇଟାକୁ ହିଁ କୁହାହଉଛି ଆମର ନିନାଦତା ହେଲା, ସୋନୋରିଟି ଯୋଉଟା ହେଲା। ବୁଝିପାରିଲ? ନିଶ୍ଚିତ। ତାପରେ ଦେଖ ତୁମେ ଦେଖିବ ଯେ ଧାତବ ଚାମଚ ମୁଦ୍ରା ଓ ଚଟାଣରେ ପଡ଼ିବା ବେଳେ କିଛି ସମୟ ଧରିକି ଲାଗି ରହୁଥିବା ଗମ୍ଭୀର ଗୁଞ୍ଜନ ଶବ୍ଦ ସୃଷ୍ଟି କରୁଥିବା ବେଳେ କୋଇଲା କିନ୍ତୁ କାଠ ଖଣ୍ଡ ଯଦି ପଡ଼ିଗଲା ତ ଶବ୍ଦ ବେଶୀ ଶୁଭିବ ନାହିଁ। କାରଣ ଧାତୁ ମାନଙ୍କର ଏହି ଗମ୍ଭୀର ଗୁଞ୍ଜନ ଧ୍ୱନି ସୃଷ୍ଟିକାରୀ ଗୁଣକୁ ନିନାଦତା ବୋଲି କହନ୍ତି ହେଲା। ଯୋଉ ସାଉଣ୍ଡଟା ଟିନ୍ କିନା ଶୁଭିବ ବେଶୀ ସମୟ ପାଇଁ ଶୁଭିବ ସେଟାକୁ କୁହାହଉଛି ନିନାଦତା ହେଲା ତା ବା ସୋନୋରିଟି। ଏବଂ ଧାତୁ ମାନେ ନିନାଦ୍ୟ ଅଟନ୍ତି, ଧାତୁ ମାନଙ୍କର ହିଁ ଏଇ ଗୁଣଟା ଅଛି। ତାପରେ ବା ମୋ ଘୁଙ୍ଗୁରର ରୁଣୁଝୁଣୁ ଶବ୍ଦ ମଧ୍ୟ ଧାତୁ ଗୁଡ଼ିକର ନିନାଦତା ଗୁଣ ଯୋଗୁ ହିଁ ସୃଷ୍ଟି ହେଇଛି। ଏଇ ଯୋଉ ଘୁଙ୍ଗୁର ଲାଗିଥାଉଛି ଝୁଣଝୁଣୁ ହଉଛି ବା ପାଉଁଜି ପିଞ୍ଚ ଝୁଣଝୁଣୁ ହଉଛି ଏଟା କେବଳ ନିନାଦତା ଗୁଣ ଯୋଗୁ ହିଁ ହଉଛି ହେଲା। ତ ହଁ ତାପରେ ସେଠି କହୁଛି ହଁ ମୁଁ ଏବେ ବୁଝିପାରୁଛି ଯେ ବିଦ୍ୟାଳୟର ଘଣ୍ଟିରୁ ଟନ୍ ଟନ୍ ଶବ୍ଦ ଧାତୁର ନିନାଦତା ଗୁଣ ପାଇଁ ହିଁ ବାହାରୁଛି। এই ଯୋଉ ବେଲ ବାଜିଲା ବେଳୁ ଟିନ୍ ଟିନ୍ ବେଶୀ ଶବ୍ଦ ସମୟ ପର୍ଯ୍ୟନ୍ତ ଶୁଭୁଛି ଏଟା ହଉଛି ନିନାଦତା ଗୁଣ ହେଲା ବସ୍ତୁଟିର। ତାପରେ ତାପ ପରିବହନ। ତମେ ତାପ ପରିବହନ ବିଷୟରେ ଆଗରୁ ଜାଣିଛ, ଏବେ ଆଉ ଟିକେ ଅଧିକ ଜାଣିବା। ରୋଷେଇ ଘରେ ରନ୍ଧନ ପାତ୍ର ଗୁଡ଼ିକୁ ଦେଖିଛ କି? ଦେଖିଛ ଯେ ଆମେ ରନ୍ଧନ ପାତ୍ର ଗୁଡ଼ିକ ସବୁ ଅଛି। ତୁମେ ନିଶ୍ଚୟ ଲକ୍ଷ୍ୟ କରିଥିବ ଯେ ଗରମ କରିବା ପାଇଁ ବ୍ୟବହୃତ ପାତ୍ର ଗୁଡ଼ିକ ଧାତୁରେ ତିଆରି। ଗରମ କରିବା ପାଇଁ ଯୋଉ ଆମେ ବ୍ୟବହୃତ କରୁଛନ୍ତି ପାତ୍ର ସବୁ ଯାକ ଧାତୁ ହେଲା। ତୁମେ ଏପରି କିଛି ଧାତୁର ନାଁ କହିପାରିବ କି ଯୋଉଥିରେ କି ରନ୍ଧନ ପାତ୍ର ସବୁ ତିଆରି ହୁଅନ୍ତି? କୋଉଟାରେ ହଉଛି ଆମର ଲୁହା, ତମ୍ବା ହେଲା, ଷ୍ଟିଲ ହେଲା, ପିତ୍ତଳ ହେଲା, ଏଗୁଡ଼ାରେ ସବୁ ଆମେ ରନ୍ଧନ କାର୍ଯ୍ୟ କରୁଛେ ହେଲା। ହାଣ୍ଡିରେ ମଧ୍ୟ କରୁଛନ୍ତି କିନ୍ତୁ ହାଣ୍ଡିଟା ଗୋଟେ ଧାତୁ ନୁହଁ ହେଲା, ଯୋଉ ମାଟି ହାଣ୍ଡିଟା। ଧାତୁ ଗୁଡ଼ିକ ଏହି ଉଦ୍ଦେଶ୍ୟରେ କାହିଁକି ବ୍ୟବହୃତ ହୁଅନ୍ତି ତୁମେ ଜାଣିଛ କି? ଆସ ବର୍ତ୍ତମାନ ଜାଣିବାକୁ ଚେଷ୍ଟା କରିବା। କାରଣ ହେଲା ଧାତୁ ଗୁଡ଼ିକ ତାପ ପରିବହନ କରନ୍ତି ତ ତାପର ସୁପରିବାହୀ ଅଟନ୍ତି। ତେଣୁକରି ଏଇ ଧାତୁ ଗୁଡ଼ିକୁ ଆମେ ରୋଷେଇ କାର୍ଯ୍ୟରେ ବ୍ୟବହାର କରିଥାଉ। ମୁଁ ଆଗରୁ ହିଁ କହିସାରିଛି ହେଲା। ଦେଖ ବର୍ତ୍ତମାନ ଅନୁସନ୍ଧାନ କରିବା। ଶିକ୍ଷକ କିମ୍ବା ଅଭିଜ୍ଞ ବ୍ୟକ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟଟିକୁ କରାଯିବ। ଗରମ ଜଳ ବ୍ୟବହାର କରି ସମୟରେ ଯଥେଷ୍ଟ ସତର୍କତା ବର୍ତ୍ତମାନ ନହେଲେ କାହା ଉପରେ ପଡ଼ିଯିବ ହେଲା। ଦେଖ କଣ କରିବ, ଏଠି ଜିନିଷଟା ଦେଖିଲେ ଜାଣିପାରିବ। ଟେବୁଲ ଉପରେ ଗୋଟେ କାଚ ପାତ୍ରଟିଏ ରଖିବ
ରଖିକି ଗୋଟେ କାଠ ଚାମଚ ନେଇକି ପାଣି ରଖିଥିବ ହେଲା, ଆଉ ଗୋଟେ ପଟେ ରଖିବ ଚାମଚଟେ ହେଲା, ଷ୍ଟିଲ ଚାମଚଟେ ହେଲା, ଗରମ ଜଳ ଭରି କରିବ ହେଲା, ସମାନ ଆକାର ଓ ମୋଟେଇର ଗୋଟିଏ ଧାତବ ଚାମଚ ଆଉ ଗୋଟେ ଆକାରର ସେଇ ଆକାରର ଆଗା ଗୋଟେ କାଠ ଚାମଚ ନବ, ଗୋଟେ କାଠ ଚାମଚ ଗୋଟେ ଷ୍ଟିଲ ଚାମଚ। ଉଭୟ ଚାମଚକୁ ଏକା ସାଙ୍ଗରେ ଗରମ ଜଳ ଭିତରେ 2 ମିନିଟ ସ୍ଥିର ଭାବରେ ତାକୁ ବୁଡେଇକି ରଖିବା। କଣ ହବ ନା ବର୍ତ୍ତମାନ ଚାମଚ ଦିଟାକୁ ମୁଣ୍ଡକୁ ଆମେ ଛୁଇଁବା, ଏଇଟାକୁ ଛୁଇଁବା ଏଇଟାକୁ ଛୁଇଁବା, କୋଉଟା ଗରମ ଲାଗିବ କହିଲ? କୋଉଟା ଲାଗିବ? ଧାତବ ଚାମଚଟି ଲାଗିବ ହେଲା। କାରଣ ହେଲା ଧାତୁ ତାପ ପରିବହନ କରିପାରେ, ଏଇଟା ଯେହେତୁ କାଠଟା ଗୋଟେ ଅଧାତୁ ତେଣୁକରି ଇଏ ମାନେ ତାପଟାକୁ ପରିବହନ କରିପାରିଲା ନାହିଁ। ବୁଝିପାରିଲ? ତ ଏଇଠୁ ଆମେ ଜାଣିଲେ ଯେ ଧାତୁ ଗୁଡିକ ପ୍ରାୟ କଣ ତାପର ସୁପରିଭାଇ। ତ ବର୍ତ୍ତମାନ ଦେଖିବା କିଛି ଆଲୋଚନା କରିବା ହେଲା, କୋଉ ଚାମଚଟି ଅଧିକ ଉତ୍ତପ୍ତ ହୁଏ ହେଲା, ତ ଏଇଟା ଲିଖିବ ଆଉ ଧାତବ ଚାମଚଟି, ଧାତବ ଚାମଚ ହେଲା। ଏହି ପରୀକ୍ଷାଟି ଚାମଚ ଦ୍ୱୟରେ ତାପ ସ୍ଥାନାନ୍ତରଣ ସମ୍ବନ୍ଧରେ କଣ ସୂଚନା ଦେଲା? ତ ଏଇଟା ଆମେ ଜାଣିଲେ ଯେ ଏଇଠୁ ଯେ ଧାତବ ପଦାର୍ଥ ଗୁଡିକ ଧାତୁ ବିଦ୍ୟୁତର ହେଲା ସୁପରିଭାଇ, ଏଇଠୁ ଜାଣିପାରିଲେ ହେଲା। ତୁମେ ହୁଏତ ଲକ୍ଷ୍ୟ କରୁଥିବ ଯେ ଧାତବ ଚାମଚଟି କାଠ ଚାମଚ ଅପେକ୍ଷା ହାତକୁ ଅଧିକ ଗରମ ଲାଗିଛି। ଯଦିଓ ଉଭୟ ଚାମଚକୁ ସମାନ ତାପମାତ୍ରା ଜଳ ଭିତରେ ସମାନ ସମୟ ପାଇଁ ବୁଡା ଯାଇଥିଲା, କିନ୍ତୁ ଏହା ଦର୍ଶାଉଛି ଯେ ଧାତବ ପଦାର୍ଥରେ ତାପ ସ୍ଥାନାନ୍ତରିତ ହୋଇଥାଏ। ତୁଳନାତ୍ମକ ଭାବରେ ଯଦି ଆମେ ଦେଖିବା ଧାତବ ଚାମଚ ଅପେକ୍ଷା କାଠ ଚାମଚରେ ତାପ ସ୍ଥାନାନ୍ତରଣ ଅତ୍ୟନ୍ତ କ୍ଷୀଣ ଭାବରେ ହୋଇଥାଏ, କାଠରେ ଟିକେ କମ ହୋଇଥାଏ। ଏପରି ପରିସ୍ଥିତିରେ ପଦାର୍ଥର ଗୋଟେ ବିଦ୍ୟୁତ ବିନ୍ଦୁରୁ ଅନ୍ୟ ବିନ୍ଦୁକୁ ତାପ ସ୍ଥାନାନ୍ତରଣକୁ କୁହାଯାଉଛି ତାପ ପରିବହନ। ଏଇ ଯୋଉ ଗୋଟେ ଜାଗାରୁ ଅନ୍ୟ ଜାଗାକୁ ପହଞ୍ଚି ପାରିଲା ଧାତୁ ଗୁଡିକରେ, ତ ସେଟାକୁ କୁହାଯାଉଛି ତାପ ପରିବହନ ହେଲା। ତାପ ପରିବହନ କରୁଥିବା ପଦାର୍ଥ ମାନଙ୍କୁ ତାପର ପରିବାହୀ ବା ସୁପରିବାହୀ ବୋଲି ମଧ୍ୟ କହିବା। ନିଜର ପର୍ଯ୍ୟବେକ୍ଷଣକୁ ଆଧାର କରିକି ତୁମେ କହିପାରିବ ଯେ ଧାତୁ ଗୁଡିକ ପ୍ରାୟ ତାପର ସୁପରିବାହୀ ଅଟନ୍ତି, ହୋଇଥିବା ବେଳେ କାଠ ବା ଅଧାତୁ ତାପର କୁପରିବାହୀ ଅଟନ୍ତି ହେଲା। ଯୋଉଗୁଡିକ ଦେଇକି ଆମର କଣ ହେଲା ତାପ ପରିବହନ ହେଇପାରିଲାନି, ସେଟା ବିଦ୍ୟୁତର ତାପର କୁପରିବାହୀ, ବିଦ୍ୟୁତ ନୁହଁ ତାପର। ବର୍ତ୍ତମାନ ଆମେ ବୁଝି ପାରୁଥିବା ଯେ କାହିଁକି ରନ୍ଧନ ପାତ୍ର ଗୁଡିକ ଧାତୁରେ ଏବଂ ସେଗୁଡିକୁ ବେଣ୍ଟ ଗୁଡିକ କାଠରେ କାହିଁକି କରାଯାଉଛି। କାରଣ ଧାତୁରେ ତିଆରି କରିବା ମତଲବ ହେଲା ଯେ ଆମେ ଧାତୁ ଗୁଡିକ ଦେଇକିରି ତାପ ପରିବହନ ହେଲା, ଆରାମରେ ଗରମ ହେଲା। ଆଉ ବେଣ୍ଟଟା କଣ ପାଇଁ କରାହଉଛି ନା କାରଣ ଆମେ ହାତରେ ଧରୁଛନ୍ତି ନ ତାତିବା ପାଇଁ, କାରଣ ସେ ବିଦ୍ୟୁତର ଅପରିବାହୀ ବା କୁପରିବାହୀ ମଧ୍ୟ ଲେଖିପାରିବ, ଉପରିବାହୀ ହେଲା ବା ନନ୍ କଣ୍ଡକ୍ଟର ମଧ୍ୟ ହେଲା। ତେଣୁକରି କାଠଟାକୁ ହ୍ୟାଣ୍ଡେଲ ପରେ ବ୍ୟବହାର କରାଯାଉଛି, ହ୍ୟାଣ୍ଡେଲ ଉପରେ। ପ୍ରକୃତରେ ତାପ ସ୍ଥାନାନ୍ତରଣ ଅଧ୍ୟାୟରେ ଏ ବିଷୟରେ ଅଧିକ ଆହୁରି ଜାଣିବା। ଦେଖ ଆହୁରି କିଛି ଦେଲା, ବିଦ୍ୟୁତ ପରିବହନ ବା କଣ୍ଡକ୍ସନ ଅଫ ଇଲେକ୍ଟ୍ରିସିଟି। ତୁମେ କେବେ ଜଣେ ବିଦ୍ୟୁତ ମିସ୍ତ୍ରୀକୁ ସ୍କ୍ରୁ ଡ୍ରାଇଭର ବ୍ୟବହାର କରୁଥିବାର ଦେଖିଛ କି? ବିଦ୍ୟୁତ ମିସ୍ତ୍ରୀ କେବେ ହେଲେ ସ୍କ୍ରୁ ଡ୍ରାଇଭରକୁ ବ୍ୟବହାର କଲା ବେଳେ ଏହାର ବେଣ୍ଟରେ ଦେଖିଥିବ କୋଉ ପଦାର୍ଥ ଲାଗିଥିବ, ସେ ଗୋଟେ ଆମର ନନ୍ କଣ୍ଡକ୍ଟର ଲାଗିଥିବ ବା ପ୍ଲାଷ୍ଟିକ ଲାଗିଥିବ ହେଲା। ଆଉ ମଧ୍ୟ ତୁମେ ଲକ୍ଷ୍ୟ କରିଥିବ ଯେ ମିସ୍ତ୍ରୀ ଜଣଙ୍କ କାମ କରୁଥିବା ବେଳେ ରବର ଗ୍ଲୋଭ୍ସ ଓ ଜୋତା ପିନ୍ଧିଥାଏ। ମିସ୍ତ୍ରୀ କାମ କଲା ବେଳକୁ ଦେଖିଥିବ ରବର ଗ୍ଲୋଭ୍ସ ଆଉ ଜୋତାକୁ ବ୍ୟବହାର କରନ୍ତି ଯୋଉମାନେ ଇଲେକ୍ଟ୍ରିସିଆନ ମାନେ। ଏହାର କାରଣ କଣ ନା ଏଇ ଯୋଉ ଗ୍ଲୋଭ୍ସ ଆଉ ଜୋତାଟା ହେଲା, ଗ୍ଲୋଭ୍ସ ଆଉ ଜୋତା ହେଲା, ওটা ସବୁ କଣ ଜୋତାଟା ସରି ଏ ଜୋତା ଏଇଟା ଲେଖ ହେଲା। ଜୋତା କଣ ନା ବିଦ୍ୟୁତର ଉପରିବାହୀ, ବିଦ୍ୟୁତ ଉପରିବାହୀ, ତେଣୁକରି ସେଗୁଡିକୁ ବ୍ୟବହାର କରାଯାଇଥାଏ ହେଲା। ତାପରେ ଆସ ସଂରଚନା ଆଉ ପ୍ରସ୍ତୁତ କରିବା। ଦେଖ ବିଦ୍ୟୁତ ଅଧ୍ୟାୟରେ ଆମେ ଆଗରୁ ଦେଖିଛନ୍ତି, ବିଦ୍ୟୁତ ଅଧ୍ୟାୟରେ ଦିଆଯାଇଥିବା ଟେଷ୍ଟରରେ ପରିପଥ ପରି ଏକ ବିଦ୍ୟୁତ ପରିପଥ ଡିଜାଇନ କରିବା ଆଉ ନିମ୍ନ ତାଲିକା ପଦାର୍ଥ ମାନଙ୍କୁ ନେଇକି ସମାନ କାର୍ଯ୍ୟର ପୁନରାବୃତ୍ତି କରିବା ଓ ପର୍ଯ୍ୟବେକ୍ଷଣ କରିବା। ଦେଖ ସେ ଦେଇଛି, ଦେଖ ତୁମେ କିଛି ଜିନିଷ ସଂଗ୍ରହ କରିବ, ଯେପରିକି ଆଲୁମିନିୟମ ପାତ, ଗୋଟେ ଲୁହା କଣ୍ଟା, ମଟର ଦାନାର ଆକାରର ଗନ୍ଧକ ଖଣ୍ଡ, ଏକ ତମ୍ବା ତାର ନବ, ଖଣ୍ଡେ କୋଇଲା, ଖଣ୍ଡେ ଶୁଖିଲା କାଠ, ଖଣ୍ଡେ ପଥର, ଗୋଟେ ପେନ୍ସିଲ ଦାଗ ଲିଭା, ରବର ଏବଂ ଛୋଟ ଲାଇଲନ ରସି ଏତିକୁ ନବ। ଏଗୁଡିକ ମଧ୍ୟରୁ କୋଉଠି ଟେଷ୍ଟର ବଲ୍ବକୁ ଜଳାଇ ପାରିବ, ବ୍ୟବହାର ହେଇପାରିବ ଓ କୋଉଠି ହେଇପାରିବ ନାହିଁ ଅନୁମାନ କରିବାକୁ ଅଛି। ତ ଭିତରେ ଯଦି ଆମେ ନେବା, ଲୁହା କଣ୍ଟାରେ ବିଦ୍ୟୁତ ପରିବହନ ହବ, ଜଳିବ। ଆଲୁମିନିୟମ ପାତରେ ବି ଜଳିବ, ଗନ୍ଧକ ଖଣ୍ଡରେ ଜଳିବ ନାହିଁ, ତମ୍ବା ତାରରେ ଜଳିବ ହେଲା, ଖଣ୍ଡେ କୋଇଲାରେ ଜଳିବ ନାହିଁ ହେଲା, ଖଣ୍ଡେ ଶୁଖିଲା କାଠରେ ଜଳିବ ନାହିଁ, ପଥରରେ ଜଳିବ ନାହିଁ ହେଲା, ପେନ୍ସିଲ ଦାଗ ଲିଭା ରବରରେ ବି ଜଳିବ ନାହିଁ ହେଲା, ଲାଇଲନ ରସି ଏଇଟା ବି ଜଳିବ ନାହିଁ। ବୁଝିପାରିଲ କୋଉଟା ଜଳିବ କୋଉଟା ଜଳିବନି। ନେକ୍ସଟ ଯିବା। ତାପରେ ଏବେ ଦେଖିବା ବିଭିନ୍ନ ବସ୍ତୁ ବା ସାମଗ୍ରୀ ଦ୍ୱାରା ବିଦ୍ୟୁତ ପରିବହନ କିପରି ହୋଇଥାଏ।
ହେଲା। ଏଟାକୁ ମୁଁ କରିଦଉଛି ତାପରେ ତମକୁ ବୁଝେଇଦେବି। ତ ଏଇଭଳିଆ ତମେ କୋଉଟା ଜଳିବ କୋଉଟା ଜଳିବନି ହେଲା। ଆଲୁମିନିୟମ ପାତ ନେଲେ ବଲ୍ବ ଜଳିବ, ଜଳିଲା ମାନେ ସୁପରଭାଇ ହେଲା, ନ ଜଳିଲେ ସୁପରଭାଇ ଏମିତି ଲେଖିବ ହେଲା। ନେକ୍ସଟ ଯିବା ଦେଖ। ତାପରେ ଦେଖ ତୁମେ ନିଶ୍ଚୟ ଦେଖିଥିବ ଯେ ଆଲୁମିନିୟମ, ଲୁହା ଓ ତମ୍ବା ତିଆରି ବସ୍ତୁ ଗୁଡ଼ିକ ବଲ୍ବକୁ ଜଳାଉଥିବା ବେଳେ ଗନ୍ଧକ, କୋଇଲା, କାଠ, ପଥର, ରବର, ଲାଇଲନ ରସି ଏଗୁଡ଼ା ଜଳି ପାରୁନାହାନ୍ତି ହେଲା। ବିଭିନ୍ନ ସାମଗ୍ରୀ ବ୍ୟବହାର ସମୟରେ ବଲ୍ବ ଗୁଡ଼ିକ ଜଳିବାରୁ ତୁମେ କିଛି ତଥ୍ୟ ପାଉଛ କି? ବଲ୍ବ ଜଳିଗଲା ମାନେ ଏଟା ବିଦ୍ୟୁତର ସୁପରଭାଇ। ଏହା ଦେଖାଗଲା ଯେ ଯୋଉ ପଦାର୍ଥ ଗୁଡ଼ିକ ବଲ୍ବକୁ ଜଳାଉଛି ସେଗୁଡ଼ିକ ସବୁ ଧାତୁ ଅଟନ୍ତି। ଦେଖ ତେଣୁ ଆମେ ଏଇଥିରୁ ଜାଣିବା ଯେ କଣ ହଉଛି ନା ବର୍ତ୍ତମାନ ଆମେ ଏହା ବୁଝିବା ଯେ ସ୍କ୍ରୁ ଡ୍ରାଇଭର, ପ୍ଲାଷ୍ଟିକ ଆବରଣ ଓ ରବର ଗ୍ଲୋଭ୍ସରେ ବିଦ୍ୟୁତର କୁପରିବାହୀ ହେଇଥିବା ଯୋଗୁଁ ଇଲେକ୍ଟ୍ରିସିଆନ ମାନଙ୍କୁ ବିଦ୍ୟୁତ ଆଘାତରୁ ଆମକୁ ରକ୍ଷା କରିଥାଏ। ଆମେ ଶିଖିଲୁ ଯେ ଧାତୁ ଗୁଡ଼ିକ ସାଧାରଣତଃ ଶକ୍ତ ଓ ଟାଣ, ଉଜ୍ଜଳ, ନମନୀୟ, ତନ୍ୟ ଓ ତାପ ଓ ବିଦ୍ୟୁତର କୁପରିବାହୀ। ଏବେ ଆସ ଆଉ ଟିକେ ଅଧିକ ଜାଣିବା ଧାତୁ, ବାୟୁ ଓ ଜଳ ଉପସ୍ଥିତିରେ କଣ ଆଚରଣ କରିଥାଏ। ଧାତୁ ଗୁଡ଼ିକ ଉପରେ ବାୟୁ ଓ ଜଳର ପ୍ରଭାବ ବିଷୟରେ ଦେଖିବା। ତ ଲୁହା କଥା ଯଦି ଆମେ ଡିସ୍କସନ କରିବା, ଅନେକ ସମୟରେ ଆମେ ଦେଖିଥିବା ଯେ ଲୁହାରେ କିଛି ତିଆରି ବସ୍ତୁ କିଛି ଦିନ ହେଲା ପରେ ସେଗୁଡ଼ିକରେ କଣ ହେଇଯାଏ ନା ଗୋଟେ ବାଦାମୀ ରଙ୍ଗର ଗୋଟେ ପଦାର୍ଥ ଲାଗିଯାଏ। କୋଉ ପରିସ୍ଥିତିରେ ଲୁହା ଉପରେ ଏପରି ଧୂସର ପଦାର୍ଥ ସୃଷ୍ଟି ହୁଏ ସେ ବିଷୟରେ ଏବେ ପ୍ରଶ୍ନ ହେଲା। ତମ ପାଇଁ ପ୍ରଶ୍ନ ରହିବ ତମ ପାଇଁ ଯେ ଯେତେବେଳେ ଏହା କେବଳ ଶୁଷ୍କ ବାୟୁ ସଂସ୍ପର୍ଶରେ ଆସେ, ନା ଯେତେବେଳେ ଏହା କେବଳ ଜଳ ସଂସ୍ପର୍ଶରେ ଆସେ, ନା ଯେତେବେଳେ ଏହା ବାୟୁ ଓ ଜଳ ସଂସ୍ପର୍ଶରେ ଆସେ ଏଭଳିଆ ରଙ୍ଗ ସୃଷ୍ଟି ହୁଏ। ତିନିଟା ଉତ୍ତର ହବ ହେଲା। ନିଶ୍ଚିତ ତ ଏଠି ଗୋଟେ ପରୀକ୍ଷା ଦେଇଛି ତମକୁ ଦେଖ। ତ ଏଠି ପରୀକ୍ଷା ଗୋଟେ କରିବାକୁ କହିଛି। ସତର୍କତା, ଲୁହା କଣ୍ଟା ବ୍ୟବହାର ସମୟରେ ସତର୍କ ରହିବାକୁ ପଡିବ, ନହେଲେ ହାତ ଗୋଡରେ ଗେଞ୍ଜି ହେଇଯିବ ହେଲା। ତ କଣ କହିଛି, ଚକଚକ କରୁଥିବା କିଛି ଲୁହା କଣ୍ଟା ନବା। ତୁମେ ପୁରୁଣା ଲୁହା କଣ୍ଟା ବ୍ୟବହାର କରୁଛ, ତେବେ ଏହା ଉପରେ ଥିବା ବାଦାମୀ ଆବରଣକୁ ଖଣ୍ଡେ ବାଲି କାଗଜରେ ଘଷିକି ତମେ ସଫା କରିପାରିବ। ଇଏଟି ତିନୋଟି ସଫା ଓ ଶୁଖିଲା କାଚ ବୋତଲ କିମ୍ବା ପରୀକ୍ଷା ନଳୀ ନବ। ସେଥିରେ ମୁହଁରେ ଭଲ ଭାବରେ କଣ କରିବା ନା ବନ୍ଦ କରିବା ପାଇଁ ଉପଯୁକ୍ତ ଠିପି କିମ୍ବା କର୍କ ନେବା। ଆଉ କାଚ ବୋତଲ କିମ୍ବା ପରୀକ୍ଷା ନଳୀ ଗୁଡ଼ିକରେ କ, ଖ, ଗ ନାମ ଦେବା। ଦେଖ ଏଟା କ ହେଲା, ଏଟା ଖ, ଦେଖୁଛ ଏଟା ଖ, ଏଟା ଗ ହେଲା। ଏମିତି ତିନିଟା ନଳୀ ନେଇଛ ହେଲା, କାଚ ନଳୀ ନେଇଛ। ତାପରେ କଣ କରିବ ଦେଖ, ତିନୋଟି ଲୁହା କଣ୍ଟା ନେଇକି ପ୍ରତ୍ୟେକକୁ ସୂତାରେ ବାନ୍ଧିକି ରଖା ହେଇଛି, ପ୍ରତ୍ୟେକକୁ ସୂତାରେ ବାନ୍ଧା ହେଇଛି। ତାପରେ କଣ କରାହବ ନା ଗୋଟେ ଲୁହା କଣ୍ଟା ଓ କିଛି ସିଲିକା ଜେଲ କ କାଚ ବୋତଲରେ ରଖିବା, ଠିପିକୁ ଦୃଢ ଭାବରେ ବନ୍ଦ କରିବା। ସିଲିକା ଜେଲ ବାୟୁକୁ ଶୁଷ୍କ କରିଦିଏ ହେଲା, ବାୟୁକୁ ଶୁଷ୍କ ମାନେ ହାଲକା କରିଦିଏ। କେତେକ ଔଷଧ ବୋତଲ, ପାଣି ବୋତଲ ଓ ଜୋତା ଡବା ଇତ୍ୟାଦିକୁ ଶୁଷ୍କ ରଖିବା ପାଇଁ ବୋଲିକି ଶୁଷ୍କ ମାନେ ଶୁଖିଲା ରଖିବା ପାଇଁ ସେଥିରେ ସିଲିକା ଜେଲ ର ଛୋଟ ପାଉଚ ରଖା ହେଇଥାଉଛି, ଦେଖିଥିବ ତମେ ହେଲା। ଔଷଧ ଖୋଳଜାରେ ପ୍ରାୟ ଥିବ। ଗୋଟେ ଲୁହା କଣ୍ଟା ଖ ଚିହ୍ନିତ ବୋତଲରେ ରଖିକି ଏଥିରେ ସଦ୍ୟ ଫୁଟା ଯାଇଥିବା ଥଣ୍ଡା କରାଯାଇଥିବା ଜଳ ଭର୍ତ୍ତି କରିବ, ଯେପରିକି କଣ୍ଟାଟି ଜେଲରେ ସମ୍ପୂର୍ଣ୍ଣ ବୁଡି ରହିବ ହେଲା। ଆଉ ଗୋଟେ କଣ କହୁଛି, କୋଉ ଜେଲ ନେବାକୁ କହୁଛି, ଫୁଟା ଯାଇଥିବା ଥଣ୍ଡା କରାଯାଇଥିବା ଜଳ ଭର୍ତ୍ତି କରିବା, ଯେପରିକି କଣ୍ଟାଟି ଜେଲରେ ସମ୍ପୂର୍ଣ୍ଣ ବୁଡି ରହିବ। ଫୁଟାଇବା ଦ୍ୱାରା ଜଳକୁ ଦ୍ରବୀଭୂତ ଗ୍ୟାସ ବାହାରିବ, ଦେଖିଥିବ ବାମ୍ଫ ବାହାରିବ। ବର୍ତ୍ତମାନ ଏଥିରେ ଯେକୌଣସି ତେଲକୁ କିଛି ପକେଇବା, ଏହା ଦ୍ୱାରା ଜଳ ପୃଷ୍ଠ ଉପରେ ତେଲର ଏକ ସ୍ତର ରହି ଜଳକୁ ମଧ୍ୟ ବାୟୁର ପ୍ରବେଶକୁ ପ୍ରତ୍ୟାହାର କରିବ। ବୋତଲଟିକୁ ଠିପି ଦେଇକି ଦୃଢ ଭାବରେ ତାକୁ ଆମେ ବନ୍ଦ କରିବା। ଦେଖ ଜାଣିପାରୁଛୁ, ଗୋଟାରେ ନେଇଛନ୍ତି ଆମେ ସିଲିକା ଜେଲ, ଆଉ ଗୋଟାରେ ନେଇଛନ୍ତି କଣ ନା ତେଲ ନେଇଛନ୍ତି ହେଲା। ଆଉ ଗୋଟାରେ କଣ ନେବା ନା ଜଳ, ଖାଲି ଲୁହା କଣ୍ଟା ଜଳ ନେବା ହେଲା। ତ କଣ ହବ ଦେଖ, ଏଠୁ ଆମେ ଜାଣିପାରୁଛନ୍ତି, ଏ ଚିତ୍ରରୁ ହିଁ ଜାଣିପାରିବା ଯେ ଯେତେବେଳେ ଆମେ ସିଲିକା ଜେଲ ଦେଇଦେଲେ ତ ବାୟୁ ଶୁଷ୍କ ହେଇଗଲା, ବାୟୁ ନାହିଁ ଏ ଭିତରେ। ତ ଏଇଠି ଲୁହାରେ କଳଙ୍କି ଲାଗିବାଟା ବହୁତ କଷ୍ଟ ହବ। ପାଣି ଅଛି ସତ, କିନ୍ତୁ କଳଙ୍କି ଲାଗିବ ନାହିଁ। ଲୁହା ଆଉ ପାଣି ଆଉ ବାୟୁ ଯେତେବେଳେ ମିଶିବେ ସେତେବେଳେ କଳଙ୍କି ଲାଗିବା ସୃଷ୍ଟି ହବ, କିନ୍ତୁ ଏଇଠି ଲାଗିବେନି। ଏଇଠି ବି ଆମର ତେଲ ଯେହେତୁ ଅଛି ତ ବାୟୁ ଏ ଭିତରୁ ଦେଇକି ଯାଇପାରିବନି, ତ ଏଇଠି ବି ଲାଗିବେନି। କିନ୍ତୁ ଏଇଠି ଦେଖ, ଏଠି କେବଳ ପାଣି ଅଛି ଆଉ ପବନ ବି ଅଛି, ବାୟୁ ଆଉ ଜଳ ମିଶିକି ଏଠି କଳଙ୍କି ସୃଷ୍ଟି କରିଦେବେ। ତ ଏଇଠି କଣ ହେଇଯିବ ନା ଆମେ ଦେଖିବା ଯେ ଗ ନମ୍ବର ବୋତଲରେ କଣ ହବ, କଳଙ୍କି ସୃଷ୍ଟି ହବ। ଏଟା ଗୋଟେ ପରୀକ୍ଷା ହେଲା। ନେକ୍ସଟ ଯିବା। ତ ଏହି ପରୀକ୍ଷାରୁ ଆମେ କଣ ଜାଣିଲେ ନା ଆମେ ଜାଣିଲେ ଯେ ବାୟୁ ଆଉ ଜଳ ସଂସ୍ପର୍ଶରେ ଯଦି ଲୁହା ଆସେ ହେଲା, ତାହେଲେ ସେ କଳଙ୍କି ଲାଗିଯାଏ ହେଲା। ଏଇ କଥା ଆମେ ଜାଣିଲେ ଏଠି ହେଲା। ଏଟା ମୁଁ ପଢିକି ବୁଝଉନି ତମକୁ, କଳଙ୍କି ଧରିବା ହେଲା ବା ଜଙ୍ଗ ଧରିଲା ବୋଲି ଆମେ କହିଥାଉ ହେଲା। ତ କାହା ସଂସ୍ପର୍ଶରେ ଜଳ ପ୍ଲସ ହେଲା, ଜଳ ପ୍ଲସ ବାୟୁ ଯେତେବେଳେ ଆସିବେ ସଂସ୍ପର୍ଶରେ ଲୁହା ବା ଆଇରନ୍ ବା ଲୁହା ହେଲା, ଆଇରନ୍ ଆସିବ, ଦେନ୍ କଳଙ୍କି ଲାଗିବ, କଳଙ୍କି ସୃଷ୍ଟି ହବ ହେଲା, କଳଙ୍କି ସୃଷ୍ଟି ହବ।
ବୁଝିଲା। ବାୟୁମଣ୍ଡଳରେ ଖୋଲା ରହିଥିବା ଅନ୍ୟ ଧାତୁ ଗୁଡ଼ିକୁ ମଧ୍ୟ ଏପରି ରଙ୍ଗହୀନ ହେବା ବା ରଙ୍ଗ ବିକୃତ ହେବା ଦେଖାଯାଆନ୍ତି। ତୁମେ କେବେ ତମ୍ବା ବସ୍ତୁ ଉପରେ ସବୁଜ ରଙ୍ଗର ଆସ୍ତରଣ କିମ୍ବା ରୂପା ବସ୍ତୁ ଉପରେ କଳା ରଙ୍ଗର ଆସ୍ତରଣ ଥିବାର ତୁମେ ଦେଖିଛ କି? ବାୟୁ, ଜଳ କିମ୍ବା ଅନ୍ୟ କୌଣସି ପଦାର୍ଥ ଯୋଗୁଁ ଧାତୁ ପୃଷ୍ଠର ହେଉଥିବା ଯେଉଁ ମୃଦୁ କ୍ଷୟକୁ ସଂକ୍ଷାରଣ ବୋଲି କୁହାଯାଏ। ଯେଉଁ କଳଙ୍କି ଲାଗିବାଟାକୁ କୁହାଯାଉଛି ସଂକ୍ଷାରଣ ବା କୋରିଜନ, ନଷ୍ଟ ହେବାଟାକୁ କୁହାଯାଉଛି କୋରିଜନ ବା ସଂକ୍ଷାରଣ। ଲୁହା କଳଙ୍କି ଧରିବା ଆମ ଦେଶରେ ଏକ ଗମ୍ଭୀର ସମସ୍ୟା ବୋଲି ଜାଣିପାରୁଛ। ପ୍ରତିବର୍ଷ ଆମେ କଣ କରୁଛୁ ନା କଳଙ୍କି ଲାଗି ନଷ୍ଟ ହେଉଥିବା ଲୌହ ନିର୍ମିତ ଜିନିଷ ଗୁଡ଼ିକୁ ବଦଳାଇବା ଓ ସେଗୁଡ଼ିକର ମରାମତି ନିମନ୍ତେ ବିପୁଳ ପରିମାଣରେ ପଇସା ଖର୍ଚ୍ଚ ହୋଇଥାଏ ବା ଆମେ କଣ କରୁଛେ ତାକୁ ପ୍ରାଇମେରୀ ଦଉଛନ୍ତି ହେଲା କଳଙ୍କି ନ ଲାଗିବା ପାଇଁ। ଆଜିକାଲି ଆମର ଦେଖିଥିବ ରଡ୍ ମାନଙ୍କରେ ଲୁହାରେ କଳଙ୍କି ଧରିବା ପ୍ରକ୍ରିୟା ବିଭିନ୍ନ ଉପାୟରେ ପ୍ରତିରୋଧ କରାଯାଇ ପାରିବ। ଯେମିତିକି ରଙ୍ଗ କରିବା, ଆମେ ପ୍ରାଇମେରୀ ଦେଇକି ରଙ୍ଗ କରୁଛେ କିମ୍ବା ତେଲ ଲଗେଇବା, ନହେଲେ ଗ୍ରୀସ୍ ଲଗେଇବା କିମ୍ବା ଲୁହା ଉପରେ ଦସ୍ତାର ଧାତୁର ପ୍ରଲେପ ଦିଆହଉଛି। ଦେଖିଥିବ ଆମର ଯୋଉ ଖାଡି ଆସୁଛି ହେଲା ଯୋଉ ଘର ତିଆରି କାମ ପାଇଁ ସେଟାରେ ଆମର ଜିଆଇ ତାର ବ୍ୟବହାର କରାହଉଛି, ଜିଆଇ ରଡ୍ କରାହଉଛି। ତା ମାନେ ଏଠାରେ କିଛି ଖାଦ୍ୟ ମିଶେଇକି କେମିତି ରଡ୍ରେ ମାନେ କଳଙ୍କି ଲାଗିବନି ସେ ବ୍ୟବସ୍ଥା କରାଯାଇଥାଉଛି। ଚିତ୍ତାକର୍ଷକ ତଥ୍ୟ ପ୍ରାଚୀର ଭାରତୀୟ ଧାତୁ ବିଜ୍ଞାନର ଚମତ୍କାରିତା। ଦେଖିଥିବ ପିଲାମାନେ ଦିଲ୍ଲୀରେ ଥିବା ଲୌହ ସ୍ତମ୍ଭଟି 1200 ବର୍ଷରୁ ପ୍ରାୟ ଅଧିକ ସମୟ ପର୍ଯ୍ୟନ୍ତ ପୂର୍ବେ ଦ୍ୱିତୀୟ ଚନ୍ଦ୍ରଗୁପ୍ତ ସମୟରେ ଏଟା ତିଆରି କରାଯାଇଥିଲା। ଏହାର ଉଚ୍ଚତା ପ୍ରାୟ 8 ମିଟର ହେବ ଏବଂ ଓଜନ ପ୍ରାୟ 2000 କିଲୋଗ୍ରାମରୁ ଅଧିକ ହେବ। ଏହି ସ୍ତମ୍ଭ ସମ୍ବନ୍ଧରେ ଏକ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ଦୀର୍ଘ ବର୍ଷ ଧରି ପବନ, ବର୍ଷା, ପ୍ରତିକୂଳ ପାଗର ସମ୍ମୁଖୀନ ହୋଇ ମଧ୍ୟ ଏ ପର୍ଯ୍ୟନ୍ତ ଏହି ସ୍ତମ୍ଭରେ ପ୍ରାୟ କଳଙ୍କି ଲାଗି ନାହିଁ। ଏହା ଅନ୍ୟ କଥାରେ କହିବାକୁ ଗଲେ ଏହା ଏକ କଳଙ୍କି ପ୍ରତିରୋଧୀ ଉପାୟରେ ତିଆରି ହୋଇଥିବ। ଏହା ଆମକୁ ଭାରତରେ ବିକଶିତ ଧାତୁ ପ୍ରଯୁକ୍ତି ବିଦ୍ୟାର ଦକ୍ଷତା ଓ ଚମତ୍କାରିତା କଥା ଆମକୁ ବର୍ଣ୍ଣନା କରେ। ତେଣୁ ଏଇଟାକୁ ଦେଖିକି ଆମେ ଏଇଟା ବି ଗୋଟେ ଲୁହା ସ୍ତମ୍ଭ, ମାତ୍ର ଏଠାରେ କଣ ଗୋଟେ ବ୍ୟବହାର କରି କରାଯାଇଛି, ତେଣୁକରି ବହୁ ବର୍ଷ ହେଲାଣି କଳଙ୍କି ଲାଗୁ ନାହିଁ। ନିଶ୍ଚିତ ଏବେ ଦେଖିବା ଅନ୍ୟ ଧାତୁ ଗୁଡ଼ିକ ମାନଙ୍କ ଉପରେ ବାୟୁ ଓ ଜଳର ପ୍ରଭାବ କଣ ହେଲା, ଆସ ଅନୁଧ୍ୟାନ କରିବା। ଯଦି ଦେଖିବା ହେଲା ଚଷମା ବ୍ୟବହାର କରିକି ଆମେ କରିବାକୁ ପଡିବ ହେଲା। ଦେଖିଥିବ 3 ରୁ 4 ମିଟର 4 ସେମିର ହେଲା ଲମ୍ବର ଖଣ୍ଡିଏ ମାଗ୍ନେସିୟମ ଫିତାକୁ ନେବା, ନେଇକି ଏହାକୁ ବାଲି କାଗଜରେ ଘଷିକି ସଫା କରିବା ପ୍ରଥମେ। ତାପରେ ଚିମୁଟାରେ ଫିତାର ଗୋଟେ ମୁଣ୍ଡକୁ ଧରିକି ଅନ୍ୟ ମୁଣ୍ଡଟିକୁ ସ୍ପିରିଟ ବତୀ ବା ଏମିତି ଜଳେଇବା ଏ ବତୀରେ ହେଲା। ଜଳେଇଲେ କଣ ହବ, ଇଏ ଜଳିବ, ମାଗ୍ନେସିୟମ ଫିତାଟିକୁ ଜଳିବାକୁ ଦବ। ତୁମେ କଣ ଦେଖୁଛ, ମାଗ୍ନେସିୟମ ଫିତାଟି ଜଳିବ, ଜଳିକି ପାଉଁଶ ହେଇଯିବ ହେଲା। ବୁଝିଲା କି ନାଇଁ? ତ ତୁମେ ନିଶ୍ଚୟ ଦେଖିବ ଯେ ମାଗ୍ନେସିୟମ ଫିତାଟି ଉଜ୍ଜଳ ଧଳା ଶିଖା ଦବ, ଜଳିକିରି ଆଉ ଧଳା ରଙ୍ଗର ଚୂର୍ଣ୍ଣରେ ପରିବର୍ତ୍ତନ ହବ। ଇଏ ଗୋଟେ ଚୂର୍ଣ୍ଣ ହେଇଯିବ ପାଉଁଶ ଭଳିଆ। ଏହି ଚୂର୍ଣ୍ଣକୁ ଗୋଟେ ନିରୀକ୍ଷଣ କାଚରେ ସଂଗ୍ରହ କରିବ ହେଲା। ଏହା ମାଗ୍ନେସିୟମ ଅକ୍ସାଇଡ ସୃଷ୍ଟି ହେଉଛି। ଏଟା ନାଁ ହେଲା ମାଗ୍ନେସିୟମ ଅକ୍ସାଇଡ, କାରଣ ଅମ୍ଳଜାନର ଉପସ୍ଥିତି ରହୁଛି, ତେଣୁକରି ମାଗ୍ନେସିୟମ ଅକ୍ସାଇଡ ପରିଣତ ହେଇଯାଏ। ବାୟୁରେ ଥିବା ଆମର ଯୋଉ କଣ ହେଲା ନା O2 ଅମ୍ଳଜାନ ହେଲା, ଅମ୍ଳଜାନ ସହିତ ମାଗ୍ନେସିୟମ ମିଶିକି MgO ସୃଷ୍ଟି ହେଇଛି ହେଲା। ବୁଝିପାରିଲ? MgO ସୃଷ୍ଟି ହେଲା। ତାପରେ ଦେଖ 6ଟା ଏହି ଚୂର୍ଣ୍ଣରେ 2-4 ଟୋପା ଉଷ୍ମ ଜଳ ବା ଗରମ ଜଳ ମିଶେଇଲେ ଆଉ ତାକୁ ଘାଣ୍ଟି ଦେଲେ ପ୍ରକୃତି ଯାଞ୍ଚ କରିବ। ତ ଏଟା ଅମ୍ଳୀୟ ନା କ୍ଷାରୀୟ ନା ନିରପେକ୍ଷ ଆମେ ଜାଣିବା ହେଲା। ମାଗ୍ନେସିୟମ ଅକ୍ସାଇଡ ଦ୍ରବଣଟା ଅମ୍ଳୀୟ, କ୍ଷାରୀୟ ଅଥବା ନିରପେକ୍ଷ ଯାଞ୍ଚ କରିବା ପାଇଁ ଆମେ ଗୋଟେ ପରୀକ୍ଷା କରିବା, ଅମ୍ଳ କ୍ଷାରକ ସୂଚକ ଗୋଟେ ବ୍ୟବହାର କରିବା। ତ ଏଠି ଆମେ ଲିଟମସ୍ ପେପରକୁ ନେଇଛନ୍ତି ହେଲା, ଲିଟମସ୍ କାଗଜକୁ ନେଇଛନ୍ତି, ସେଇ ଦ୍ରବଣ ଭିତରେ ପକେଇଲେ କଣ ହବ ନା ଲିଟମସ୍ କାଗଜରେ ଦେଖ ନୀଳଟା ନୀଳ ହିଁ ରହିଲା ହେଲା, ନାଲିଟା ନୀଳ ହେଇଗଲା, ନାଲିଟା ଆମର କଣ ହେଇଗଲା ନୀଳ ହେଇଗଲା। ତା ମାନେ ନାଲି ନୀଳ ହେଲା ମାନେ ଏଟା କ୍ଷାରୀୟ ପ୍ରକୃତି ଶୋ କରୁଛି ହେଲା, କ୍ଷାରୀୟ ହେଲା, କ୍ଷାରୀୟ ପ୍ରକୃତି ଶୋ କରୁଛି। ତ ଏଇଟା ଆମେ ଜାଣିବା ଯେ ମାଗ୍ନେସିୟମ ଅକ୍ସାଇଡ ଟା ଗୋଟେ ହେଲା କ୍ଷାରୀୟ। ବୁଝିପାରିଲ? ଇଏରୁ ଆମେ ଜାଣିପାରିବା ହେଲା। ସେମିତି ତୁମେ ଜାଣିଛ କି ସୋଡିୟମ ଏକ ଧାତୁ ଯାହାକୁ କି କିରୋସିନରେ ବୁଡେଇକି ରଖାଯାଏ ହେଲା। ସୋଡିୟମ ଗୋଟେ ଧାତୁ କିନ୍ତୁ ତାକୁ କିରୋସିନରେ ବୁଡେଇକି ରଖାଯାଏ, କାରଣ ଏହା ଅମ୍ଳଜାନ ଆଉ ଜଳ ସହିତ ଦ୍ରୁତ ପ୍ରତିକ୍ରିୟା କରିକି ତାପ ଉତ୍ପନ୍ନ ହେଇଯାଏ, ତେଣୁକରି କିରୋସିନ ଭିତରେ ବୁଡେଇକି ରଖାଯାଇଥାଏ ହେଲା। ବୁଝିପାରିଲ? ନିଶ୍ଚିତ ତୁମେ ଏହାକୁ ଅକ୍ସାଇଡର ପ୍ରକୃତି ସମ୍ବନ୍ଧରେ ପୂର୍ବାନୁମାନ କରିପାରିବ ହେଲା। ତାପରେ ଏବେ ଦେଖ ଆମର ଦେଖିବା ବାୟୁ ଓ ଜଳରେ ଧାତୁ ଠାରୁ ଭିନ୍ନ ଭାବରେ ଆଚରଣ କରୁଥିବା ପଦାର୍ଥ ହେଲା। ତ ଦେଖ ବର୍ତ୍ତମାନ ପରୀକ୍ଷା କରିବା ହେଲା। ଏହି ପ୍ରଦର୍ଶନ କାର୍ଯ୍ୟ କରିବା ବେଳେ ସତର୍କତା ଆମକୁ କଣ କରିବାକୁ ପଡିବ ନା ଏକ ଫ୍ୟୁମ୍ ହୁଡ୍ ହେଲା, ଫ୍ୟୁମ୍ ହୁଡ୍ ବା ଉତ୍ତାପ ରୂପରେ ବାୟୁ ଚଳାଚଳ କରୁଥିବା ଅଞ୍ଚଳରେ ହିଁ କରିବା ଦରକାର। ଆଉ ଜଳୁଥିବା ଗନ୍ଧକ ଉତ୍ପନ୍ନ କରୁଥିବା ଧାତୁକୁ ଧୂଆଁକୁ ପ୍ରଶ୍ୱାସରେ ଗ୍ରହଣ କରିବା କ୍ଷତିକାରକ। ତ ଆମେ ଏ ଧୂଆଁଟାକୁ ଗ୍ରହଣ କରିବା ନାହିଁ ନାକରେ ହେଲା। ତ ପ୍ରଜ୍ୱଳନ ଗୋଟେ ଚାମଚ ନେଇଛନ୍ତି, ନେଇ କଣ କରିବା ଗୋଟେ ପ୍ରଜ୍ୱଳନ ଚାମଚରେ ଏକ ଲମ୍ବା ବେଣ୍ଟ ବାଲା ଧାତବ ଏଟା ଯେମିତି କରାହେଇଛି ଏଇଭଳିଆ ନବ, ନେଇକି କଣ କରିବ ଅଳ୍ପ ଗନ୍ଧ ଗୁଣ୍ଡ ତା ଭିତରେ ନବ ହେଲା।
ପ୍ରଜନନ ଚାମଚଟିକୁ ଉପଲବ୍ଧ ନ ହୁଏ ତେବେ କୌଣସି ଏକ ବୋତଲରେ ହେଲା ଧାତବ ଠିପିଟିଏ ଧାତବ ବୁଡ଼େଇକିରି ତାକୁ ବ୍ୟବହାର ମଧ୍ୟ କରିପାରିବା। ତ କଲି କ'ଣ କରିବା ନା ଏହାକୁ ଏକ ଶିଖାରେ ଗରମ କରିବା, ଆଉ ଗରମ କରିକି କଲେ ଦେଖିବ ଧୂଆଁ ବାହାରିବ, ସଙ୍ଗେ ସଙ୍ଗେ ପ୍ରଜନନ ହେବ। ଜଳିକି ଚାମଚାଟି ଏକ ଗ୍ୟାସ୍ ଜାର ବା ଗ୍ୟାସ୍ ପାତ୍ରରେ ରଖିକି ଠିକ ଭାବରେ ତାକୁ ଢାଙ୍କି ଦେବ। ଢାଙ୍କିଲେ ଗ୍ୟାସ୍ ଆମର ଯେମିତି ବାହାରକୁ ଆସିପାରିବନି ଏମିତି ରଖିବ ହେଲା। ଏଠି ଦେଖୁଛ ଏମିତି ରଖିବ ହେଲା। 3 ରୁ 4 ମିନିଟ୍ ପରେ ଢାଙ୍କୁଣୀକୁ କାଢ଼ି ଦେଖିବ ପ୍ରଜନନ ଚାମଚ ବାହାରକୁ ଆଣ, ଆଉ ଗ୍ୟାସ୍ ଜାରରେ ଅଳ୍ପ ପାଣି ମିଶାଇ ଦେବ। ଗ୍ୟାସ୍ ଜାରରେ ଅଛି ଗ୍ୟାସ୍ଟା, ପାଣି ମିଶାଇ ଦେବା। ସଙ୍ଗେ ସଙ୍ଗେ ଦେଖିବ ପୂର୍ବ ପରି ଘୋଡ଼ାଇ ଦେଇକି ଗ୍ୟାସ୍ ଜାରକୁ ଭଲ ଭାବରେ ହଲାଇକିରି ଯେପରି ଗ୍ୟାସ୍ ଜଳ ଭିତରେ ମିଶିଯିବ ସେମିତି ଏ ଧୂଆଁଟାରେ ପାଣି ମିଶାଇକି ଘାଣ୍ଟି ଦେବ। ପୁଣି ଥରେ ଦେଖିବ ପଦାର୍ଥକୁ ଅନୁସନ୍ଧାନ କଲେ ଅମ୍ଳୀୟ, କ୍ଷାରୀୟ ଓ ନିରପେକ୍ଷ କ'ଣ ଲାଗୁଛି ଆମେ ଦେଖିବା। ଏକ ଅମ୍ଳ କ୍ଷାର ସୂଚକ ସାହାଯ୍ୟରେ ଆମେ ଗ୍ୟାସ୍ ଜାରରେ ଥିବା ଦ୍ରବଣଟିକୁ ଅମ୍ଳୀୟ, କ୍ଷାରୀୟ ଆଉ ନିରପେକ୍ଷ ଚିହ୍ନଟ କରିବା। ତୁମେ କ'ଣ ଲକ୍ଷ୍ୟ କରୁଛ ଦେଖ କ'ଣ ହବ। ତ ଦେଖିବ ଏହା ନିଶ୍ଚିତ ଭାବରେ ଅମ୍ଳୀୟ ପ୍ରକୃତିର ଅଟେ। ସଲଫର ବା ଗନ୍ଧକ ବାୟୁର ସହିତ ମିଶିଲେ ସଲଫର ଡାଇଅକ୍ସାଇଡ ଗ୍ୟାସ୍ ସୃଷ୍ଟି ହେଲା। ତ ସଲଫର ଡାଇଅକ୍ସାଇଡ ଗ୍ୟାସ୍ ଜଳରେ ଦ୍ରବୀଭୂତ ହେଲା ପରେ ସଲଫରସ୍ ଏସିଡ ତିଆରି ହେଲା। ତ ସଲଫରସ୍ ଏସିଡ ଏଟା ହେଲା, ଏସିଡ ଆସିଲା ମାନେ ଏଟା ଅମ୍ଳଟା। ତ ଏଠି ଦେଖିବ ଯେତେବେଳେ ନୀଳ ଲିଟମସ୍ ନେଇକି ବୁଡେଇବ ତ ନାଲି ଦେଖାଯିବ, କିନ୍ତୁ ନାଲିଟାକୁ ବୁଡେଇଲେ କିଛି ହବ ନାହିଁ। ତ ଏଟା ହେଲା ଅମ୍ଳୀୟ ପ୍ରକୃତି, ଅମ୍ଳୀୟ ବୋଲି ଜାଣିବ ହେଲା। କୋଉଟା ଆମର ସଲଫର ଡାଇଅକ୍ସାଇଡଟା ହେଲା। ଗ୍ୟାସଟା ଯେତେବେଳେ ପାଣି ଭିତରେ ମିଶିଲା ତ ସେ କ'ଣ ହେଇଗଲା, ସଲଫରସ୍ ଏସିଡ ତିଆରି କଲା। ସେ ଏଇଟା ହେଉଛି ଗୋଟେ ଅମ୍ଳୀୟ ପ୍ରକୃତିର। ସେମିତି ଆଉ ଗୋଟେ ଅନୁସନ୍ଧାନ କରିବାକୁ ଦେଇଛି ଦେଖ। କାଚ ପାତ୍ରରେ କିଛି ସଲଫର ଚୂର୍ଣ୍ଣ ନବ, ଏଥିରେ ଅଳ୍ପ ପାଣି ମିଶାଇବ ଆଉ ଲକ୍ଷ୍ୟ କରିବ ହେଲା। ଲକ୍ଷ୍ୟ କଲେ ଜାଣିବ ଯେ ସଲଫର ଜଳ ସହିତ କୌଣସି ପ୍ରତିକ୍ରିୟା କରିବ ନାହିଁ। ସଲଫର ଓ ଫସ୍ଫରସ୍ ପରି ପଦାର୍ଥ ଗୁଡ଼ିକରେ ବାୟୁ ଓ ଜଳରେ ଧାତୁମାନଙ୍କ ଠାରୁ ଭିନ୍ନ ଆଚରଣ ପ୍ରଦର୍ଶନ କରୁଛନ୍ତି। ଫସ୍ଫରସ୍କୁ ଜଳରେ ସଂରକ୍ଷିତ କରାଯାଏ କାରଣ ଏହା ବାୟୁମଣ୍ଡଳୀୟ ଅମ୍ଳଜାନ ସଂସ୍ପର୍ଶରେ ଯେତେବେଳେ ଆସେ ଏଥିରେ ନିଆଁ ଲାଗିଯାଏ। ତେଣୁକରି ତାକୁ କ'ଣ କରାଯାଏ ନା ପାଣି ଭିତରେ ବୁଡେଇକିରି ରଖାଯାଏ। ଏହି ପଦାର୍ଥ ଗୁଡ଼ିକ ସାଧାରଣତଃ ନରମ ଓ ଦେଖିବାକୁ ଫିକା। ସେମାନେ ନମନୀୟ, ତନ୍ୟ ଓ ନିନ୍ୟାଦ୍ୟ ନୁହନ୍ତି, ଆଉ ମଧ୍ୟ ସେମାନେ ତାପ ଓ ବିଦ୍ୟୁତର ଉପରିବାହୀ ଅଟନ୍ତି। ଏଗୁଡ଼ିକ ଆମେ ତେଣୁକରି କହିବା ଏଗୁଡ଼ିକ ଗୋଟେ ଗୋଟେ ଅଧାତୁ। ଅଧାତୁମାନଙ୍କ ଅକ୍ସାଇଡ ଅମ୍ଳୀୟ ପ୍ରକୃତି ବିଶିଷ୍ଟ ଅଟେ। ଅନ୍ୟ କେତେକ ଅଧାତୁ ଯେପରି ଅମ୍ଳଜାନ, ଉଦ୍ଜାନ ଆଉ ଯବକ୍ଷାରଜାନ, ଅଙ୍ଗାରକ ଇତ୍ୟାଦିକୁ ପ୍ଲାଷ୍ଟିକ, କାଠ, କାଚ, ରବର କିମ୍ବା କାଗଜ ଭଳିଆ ସାମଗ୍ରୀରେ ଏଗୁଡ଼ିକୁ ରଖିବା ଉଚିତ ନୁହେଁ। ଏହି ସାମଗ୍ରୀ ଗୁଡ଼ିକ ଧାତୁ କିମ୍ବା ଅଧାତୁ ଶ୍ରେଣୀଭୁକ୍ତ କରାଯାଇ ନାହିଁ କାରଣ ସେମାନେ ମୌଳିକ ନୁହନ୍ତି। ଏଗୁଡ଼ିକ ସବୁ ମୌଳିକ ନୁହନ୍ତି। ତାପରେ ଏଇଟା ପଢିବ ଧାତୁ ଓ ଅଧାତୁ ମୌଳିକ ପଦାର୍ଥର ଉପବର୍ଗ ହେଲା ଅଟନ୍ତି। ଏକ ମୌଳିକ ହେଉଛି ସେହି ପଦାର୍ଥ ଯାହାକି ଭାଙ୍ଗି ଅଧିକ ସରଳତର ହେଲା ପଦାର୍ଥରେ ପରିଣତ କରାଯାଇ ପାରିବ ନାହିଁ, ସେଟା ହେଲା ଆମର ମୌଳିକ। ବର୍ତ୍ତମାନ 168ଟି ମୌଳିକ ଆମର ଜ୍ଞାତ ଅଟନ୍ତି। ଏହି ମୌଳିକ ଗୁଡ଼ିକ ସମସ୍ତ ପଦାର୍ଥର ଗଠନର ମୂଳ ଏକକ ଅଟେ। କେତେକ ମୌଳିକ ଦ୍ୱାରା ପ୍ରକୃତି ଦ୍ୱାରା ସୃଷ୍ଟି ହୋଇଛି, ଆଉ କେତେ ଗୁଡ଼ିକ ଆମର ପରୀକ୍ଷାଗାରରେ କୃତ୍ରିମ ଉପାୟରେ କରାଯାଇଛି ହେଲା। ଆଉ ପ୍ରକୃତିରେ ସେମାନଙ୍କର ସ୍ଥିତି ନାହିଁ। ମୌଳିକ ମାନଙ୍କର ବିଷୟରେ ଅଧିକ କଥା ଆମେ ଆଉ ନେକ୍ସଟ କ୍ଲାସରେ ଆହୁରି ବଡ଼ ବଡ଼ କ୍ଲାସରେ ଦେଖିବା। ଦୈନନ୍ଦିନ ଜୀବନରେ ଅଧାତୁ ଗୁଡ଼ିକ ଆବଶ୍ୟକତା ଅଛି ହେଲା। ଧାତୁ ମାନଙ୍କର କେତେକ ସ୍ୱତନ୍ତ୍ର ଗୁଣ ଯେପରିକି ଉଜ୍ଜଳତା, ତାପ, ବିଦ୍ୟୁତର ସୁପରିବାହୀ ଏବଂ ଅଧିକ ଦୃଢ଼ତା ଇତ୍ୟାଦି ପାଇଁ ଦୈନନ୍ଦିନ ଜୀବନରେ ତୁମେ ଅନେକ ଗୁଡ଼ିଏ ଧାତୁର ବ୍ୟବହାର ଦେଖିଥିବ। ଏହାର ମାନେ ଏହା ନୁହେଁ ଯେ ଅଧାତୁ ଗୁଡ଼ିକର ଆମ ଜୀବନରେ କୌଣସି ଗୁରୁତ୍ୱ ନାହିଁ, ବୁଝିଲା କି? ତାପରେ ଦେଖ ଆମେ ପ୍ରଶ୍ୱାସରେ ଅମ୍ଳଜାନ ନେଇଥାଉ ଯାହା ଏକ ଅଧାତୁ ଅଟେ। ଅମ୍ଳଜାନ ବିନା ଆମେ ବଞ୍ଚିପାରିବା ନାହିଁ। ତୁମେ ଅମ୍ଳଜାନର ଅନ୍ୟ କୌଣସି ବ୍ୟବହାର ବିଷୟରେ ଭାବି ପାରୁଛ କି? ଦେଖିବ ଦୈନନ୍ଦିନ ଜୀବନରେ ଅଙ୍ଗାରକ ବା କାର୍ବନ ଏକ ଆବଶ୍ୟକତା ଅଧାତୁ ଅଟେ କାରଣ ଏହା ଜୀବଜଗତ ପାଇଁ ମୂଳ ଗଠନ ଏକକ ଅଟେ। କାର୍ବନଟା ହେଲା, ଆମ ଶରୀରରେ ବି କାର୍ବନ ଅଛି। ଏହା ପୁଷ୍ଟିସାର, ସ୍ନେହସାର, ଶ୍ୱେତସାର ଖାଦ୍ୟ ତିଆରି କରିବା ଯାହାକି ଶରୀରର ବୃଦ୍ଧି ପାଇଁ ଆବଶ୍ୟକ ଅଟେ। ସାର ଓ ଅନ୍ୟାନ୍ୟ ରାସାୟନିକ ପଦାର୍ଥ ପ୍ରସ୍ତୁତିରେ ମଧ୍ୟ ଯବକ୍ଷାରଜାନ ବ୍ୟବହୃତ ହୋଇଥାଏ। ଉଦ୍ଭିଦର ବୃଦ୍ଧି ପାଇଁ ଏହା ଏକ ଅତ୍ୟାବଶ୍ୟକ ପୋଷକ ନାଇଟ୍ରୋଜେନଟା। କ୍ଲୋରିନ୍ ହେଉଛି ଅନ୍ୟ ଏକ ଅଧାତୁ ଯାହାକି ସାଧାରଣତଃ ଜଳ ବିଶୋଧନ ପାଇଁ ଆମେ ବ୍ୟବହାର କରୁଛେ, ପାଣି ପ୍ୟୁରିଫାଇ ପାଇଁ। ଆୟୋଡିନ୍ ମଧ୍ୟ ଏକ ଅଧାତୁ, ଏହା ଆମର ଦ୍ରବଣକୁ କ୍ଷତ ସ୍ଥାନରେ ବିଶୋଧକ ବା ଆଣ୍ଟିସେପ୍ଟିକ୍ ରୂପେ ଖାଦ୍ୟ ରୂପେ ମଧ୍ୟ ଆମେ ବ୍ୟବହାର କରୁଛେ ହେଲା। ତ ବିଜ୍ଞାନ ଆଉ ସମାଜ, ତୁମେ ଜାଣିଛ ଯେ ଅନେକ ଧାତୁ ଓ ସେମାନଙ୍କର ମିଶ୍ର ଧାତୁ, ଦୁଇ ବା ଅତ୍ୟଧିକ ଧାତୁ କିମ୍ବା ଅଧାତୁର ମିଶ୍ରଣ ଯୋଗୁଁ ଆମର ମିଶ୍ର ଧାତୁ ହୋଇଥାଏ। ଆମର ଦୈନନ୍ଦିନ ବ୍ୟବହାର ଲାଗିଥିବା ବାସନକୁସନ, ଯନ୍ତ୍ରାଂଶ, ଉପକରଣ ଇତ୍ୟାଦିରେ ସବୁ ମିଶ୍ର ଧାତୁ ଅଟନ୍ତି। ଏଗୁଡ଼ିକ ମଧ୍ୟ ଆଧୁନିକ ପ୍ରଯୁକ୍ତି ବିଦ୍ୟା ଓ ପ୍ରାୟ ସମସ୍ତ ଶିଳ୍ପ ପାଇଁ ଅତ୍ୟାବଶ୍ୟକ ଅଟେ। କେତେକ ବିଶେଷ ଧାତୁ ପରମାଣୁ ଶକ୍ତି ଯେପରିକି ହେଲା ଜିରୋକୋନିୟମ
ବିମାନ ନିର୍ମାଣ ଟାଇଟାନିୟମ ବ୍ୟବହାର କରାଯାଏ। ଏସବୁକୁ ବ୍ୟବହାର କରିକି ଆମେ ବିଭିନ୍ନ ପ୍ରକାର କାର୍ଯ୍ୟ କରିଥାଉ। ଭାରତରେ ଅନେକ ଧାତୁ ବିଶେଷ କରି ଲୁହା ଓ ଆଲୁମିନିୟମର ପୁନଃଚକ୍ରଣ କରାଯାଇ ଆବର୍ଜନା ହ୍ରାସ ଓ ଧାତୁ ଗୁଡ଼ିକର ଉପଲବ୍ଧତା ବଜାୟ ରଖାଯାଇଛି। ହେଲା, ଆଉ ଏଟା ସଂକ୍ଷେପରେ ତମକୁ ଦେଇଛି। ହେଲା, ଧାତୁ ଓ ଅଧାତୁ ସେମାନଙ୍କର ଗୁଣ ଆକାରରେ ପୃଥକ କରାଯାଏ। ଏମିତି ଏଟାକୁ ଟିକେ ପଢିଦବ। ହେଲା, ଭଲ ଭାବରେ ପଢିଦବ। ହେଲା, ଆଶା କରୁଛି ଆପଣଙ୍କୁ ପାଠଟି ତ ସରିଯାଇଛି। ନେକ୍ସଟ କ୍ଲାସରେ ଆର କ୍ୱେଶ୍ଚିନ୍ ଆନ୍ସର ଗୁଡ଼ିକୁ ଦେଖିବା, ଆଉ ଏକ୍ସଟ୍ରା କ୍ୱେଶ୍ଚିନ୍କୁ ମଧ୍ୟ ଆଉ ଗୋଟେ କ୍ଲାସରେ ଦେଖିବା। ତ ଆଶା କରୁଛି ଭିଡ଼ିଓଟି ଆପଣମାନଙ୍କୁ ବହୁତ ଭଲ ଲାଗିଥିବ। ରହୁଛି, ଜୟ ଜଗନ୍ନାଥ।